ଆପଣ କହିବା ଚାହେଁ ଯଦି 6 ଲକ୍ଷ ଲୋକ ବାହାରିଲେ ଆହୁରି କଣ ହଉଛନ୍ତି 40 ବର୍ଷର ସବୁ ଫାପଡ଼ି ହେଇଗଲେ 2 ଲୋକ ମରିଗଲେ ବୋଲେ କମ ହବ ସାର୍ ନାଇଁ କି ମରବାର ଶସ୍ତା ମରିଗଲେ ବୋଲେ ଏତେ 2-4 ଲକ୍ଷ 5 ଲକ୍ଷ ମରିଲେ ମରି ନାହାନ୍ତି ଫାପଡ଼ି ହେଇଗଲେ ସବୁ ମାନେ ମରି ଧରିଲା ପରେ ମରିଛନ୍ତି କାହିଁକି ସେଟା ମୁଁ କହିବା ପାଇଁ ଚାହେଁ ଏଟା ଆମ ପାଇଁ ସତର୍କ ପ୍ରିୟ ଭାଇ ଭଉଣୀ ମାନେ ଯଦି 70 ଲୋକ ଗଲେ 400 ବର୍ଷରେ 6 ଲକ୍ଷ ପୁରୁଷ ଆଉ ସ୍ତ୍ରୀ ପିଲାକୁ ଗଣି ନାହାନ୍ତି ଏତିକି ଲୋକ ଗଲା ବେଲେ ବାଟେ 40 ବର୍ଷ ସବୁ ଖତମ କଣ କରିଥିବେ ମାନେ এইটা আজ আমার চিন্তা করিবার বিষয় সেমানক বিষয় আমি চিন্তা করে দেখো প্রথম করন্থীয় 10 পর্ব দেখন্তু প্রথম করন্থীয় 10 পর্ব তার প্রথম পদରୁ ଆମେ পড়ি পড়ি ଯିବା কারণ হে ভাই মানে আম্ভମାନଙ୍କ পিতৃপুରୁଷ ସମସ୍ତେ ମେଘ ତଳେ ଥିଲେ ଆଉ ସମସ୍ତେ ସମୁଦ୍ର ମଧ୍ୟରେ ଗମନ କଲେ ପୁଣି ସମସ୍ତେ ମେଘ ଓ ସମୁଦ୍ରରେ ମଶାଙ୍କ ଉଦ୍ଦେଶ୍ୟରେ ବାପ୍ତିଜିତ ହେଲେ କଣ ହେଲା ପ୍ରିୟ ଭାଇ ଭଉଣୀ ମାନେ ଏମାନେ ମିଶ୍ରରୁ ବାହାରିଲେ ମିଶ୍ରରୁ କେମିତି ବାହାରିଲେ ରକ୍ତ ଦ୍ୱାରା କୋଉ ରକ୍ତ ସେ ମିଶ୍ର ରକ୍ତ କୌଣସି ଧର୍ମ ବି ହଉ ରକ୍ଷା ପାଇବା ପାଇଁ ରକ୍ତ ଦରକାର ଶାସ୍ତ୍ର ରକ୍ତ ପାତ ବିନା ପାପ ମୋଚନ ହୁଏ ନାଇଁ ରକ୍ତ ଦରକାର ତ ମିଶ୍ରରୁ କେମିତି ରକ୍ଷା ପ୍ରାପ୍ତ ହେଇ ଆସିଲେ ଗୋଟେ ମେଷକୁ ନେଲେ ବଳିକୃତ କଲେ ଆଉ ସେ ରକ୍ତକୁ ବାଜୁ ବନ୍ଧରେ ଲଗେଇଲେ ଆଉ ସେ ରକ୍ତ ଦ୍ୱାରା ସେ ମୁକ୍ତି ହେଇକରି ଆସିଲେ ଯାହାର ଘରର ଦ୍ୱାର ବନ୍ଧରେ ରକ୍ତର ଚିହ୍ନ ଥିଲା ସେମାନଙ୍କୁ ସଂହାରକୁ କିଛି କ୍ଷତି କରି ନାହିଁ ଆଜି ମଧ୍ୟ ଆମେ କେମିତି ରକ୍ଷା ପ୍ରାପ୍ତ ହେଇଛୁ ରକ୍ତ ଦ୍ୱାରା ରକ୍ଷା ପ୍ରାପ୍ତ ହେଇଛୁ ସେ ନିର୍ଦ୍ଦୋଷ ନିଷ୍କଳଙ୍କ ମେଷ ଶାବକ ସଦୃଶ୍ୟ ଖ୍ରୀଷ୍ଟଙ୍କର ବହୁମୂଲ୍ୟ ରକ୍ତରେ ଆମେ ରକ୍ଷା ପ୍ରାପ୍ତ ହେଇଛୁ ତ ରକ୍ତ ଦ୍ୱାରା ରକ୍ଷା ପ୍ରାପ୍ତ ହେଲା ପରେ କଣ ହେଲା ଏମାନେ ବାପ୍ତିଜିତ ହେଲେ ରକ୍ଷା ପାଇଲା ପରେ କଣ ହେବାର ଅଛି ବାପ୍ତିଜିତ ହେବାର ଅଛି ଏମାନେ ବାପ୍ତିଜିତ ହେଲେ ତାପରେ କଣ ଲେଖା ଅଛି 3 ପଦ ଆଉ ସମସ୍ତେ ଏକ ପାରମାର୍ଥିକ ଖାଦ୍ୟ ଭୋଜନ କଲେ କଣ କଲେ ପ୍ରଭୁ ଭୋଜ ମିଶା ଖାଇଲେ ଏମାନେ କଣ ହେଲେ ରକ୍ତ ଦ୍ୱାରା ମୁକ୍ତି ପାଇଲେ ବାପ୍ତିସ୍ମ ନେଲେ ଆଉ ପାରମାର୍ଥିକ ଖାଦ୍ୟ ମଧ୍ୟ ଯୋଉଟାକୁ ଆମେ ପ୍ରଭୁ ଭୋଜ ବୋଲି କହୁଛୁ ପାରମାର୍ଥିକ ଖାଦ୍ୟ ମଧ୍ୟ ଭୋଜନ କଲେ ଆଉ ସେମାନଙ୍କ ପାଷ୍ଟର କିଏ ଥିଲେ ମଶା ବୋଲେ ମଶା ପରା ପାଷ୍ଟର ଥାଉ ଯଦି ଏମାନେ କୁରୁବନାଶ କରୁଛନ୍ତି ବୋଲେ ଆମର ପ୍ରଭାବ କେମିତି ହେବାର ତେବେ ବୋଲେ କେମିତି ବିଶ୍ୱାସୀ ହେଇଥିବେ ମଶାକେ ବାଟେ ମରାଇଲେ ମାନେ ଆଜିକାଲି ଏମିତି ମଣ୍ଡଳୀ ଅଛି ସେ ମଣ୍ଡଳୀର ବିଶ୍ୱାସୀ ମାନେ ପାଷ୍ଟର ଏମିତି କଲକଲା ହଉଛନ୍ତି ସେ ସେଠୁ ଗଲା ପରାକ ଫୁଲୁଛି ହାୟ ବଡ ଧାନ୍ଦା ସତେ ପ୍ରିୟ ଭାଇ ଭଉଣୀ ମାନେ କଣ କରାଛି ଏମାନଙ୍କୁ ଯଦି ପରିବର୍ତ୍ତନ କରିବା ପାଇଁ ଚାହିଁବୁ ବୋଲେ ଏମାନେ ଆମକେ ପରିବର୍ତ୍ତନ କରୁଛନ୍ତି ଏ ପାଷ୍ଟର ଭଲ ନାହିଁ ଆକୁ ବାହାର କର ଆକୁ କାଢି ଦିଅ ତାକୁ ଆଣବା बोले केमती पालक दरकार मधुआ को देखले प्रेज द लॉर्ड छात्रा को देले नमस्कार टीवी बाड़ी को देखले माँ प्रेज द लॉर्ड माँ बोलबार अछि तेबे बढ़िया पास्टर हो कूड़ा गली जीवा लोग कौन करबा अछि प्रभु तुमर कार्य तुमको आशीर्वाद करंतु ए चोर खांगार को कौन कर अछि प्रभु तुमरो कर्म रे तुम सफल करंतु कुशल जाय कुशल आसो बोलला पर पास्टर मन के लोडा पिला टोकी को मिसा फुटबार नहीं बादला परा कहले कौन बोल कहते ए मामी मु चर्च भी नहीं गुआरी से पास्टर आगे केंती केंती कहउछंती बादला परा कहउछंती मते मते कहउछंती राति जाक टीवी देखुची बोली कर मते परबाटा का देखुतिले आर को पिला को मिसिची बोली कहउतिले मोर कथा का कहउथिबे काई लोके कहि देथिबो तार बापा मां कौन बोली कहउछंती आज्ञा आपण कौन कौन कहउछंती हमर पिला माने सब दुख रे अछंती दया करी आपण को पार्टी को कंट्रोल करबारी कथा हेबे जदि रहिबार अछि पार्टी को कांटे सब हमें कौन करवा अच्छी से गांधी माकड़ी परा देखले मिसा न देखला परा सुनले मिसा न सुनला परा थमना थिले मिसा गुला कुंदा परा थिले ए पालक गोटे भलो पालक सेंती पालक दरकार भाभी तो कंतु ए माने केंती करछि मसा को बाटरे प्रिय भाई बहन मैंने आज समय आम विश्वासी मैंने सुधरवा रेडी ना जंती अच्छे सेमती आका थी आमको कहवा तुम अधिकार नहीं मोर
ଭାଇ ଭଉଣୀ ମାନେ ସମସ୍ୟା ଦେଖନ୍ତୁ, ଏମାନେ କଣ ହେଲେ? ରକ୍ତ ଦ୍ୱାରା ମୁକ୍ତି ପାଇଲେ, ରାସ୍ତାରେ ବାପ୍ତିସ୍ମ ନେଲେ, ପ୍ରଭୁ ମଧ୍ୟ ଖାଇଲେ। ତାପରେ କଣ ଲେଖା ଅଛି? और समस्ते ହଁ, एक पारमार्थिक पेय पान कले ପାରମାର୍ଥିକ ପେୟ ପାନ କଲେ। जने सेमान को अनुवर्ती पारमार्थिक शरीर पान करथिले ହଁ, ଆଉ ସେଇ ଶୈଳ ଖ୍ରୀଷ୍ଟ। ଖ୍ରୀଷ୍ଟ। ସେ ଶୈଳ କିଏ? ଖ୍ରୀଷ୍ଟ। ମାନେ ଖ୍ରୀଷ୍ଟ ସମସ୍ତ ଗମନ କରୁଥିଲେ ବୋଲି ପାଉଲ ଲେଖୁଛନ୍ତି। ପ୍ରିୟ ଭାଇ ଭଉଣୀ ମାନେ ମନେ ରଖିଥାନ୍ତୁ, ପ୍ରଭୁ ଯୀଶୁ ଖ୍ରୀଷ୍ଟ ଜନ୍ମ ହେବାରୁ ନାହାନ୍ତି, ସେ ଥିବାରୁ ଜନ୍ମ ହେଇଛନ୍ତି। ମତେ ଥରେ ଜଣ ପଚାରିଥିଲା, ହଇ ଆଜ୍ଞା ଯୀଶୁ ମହାପ୍ରଭୁ କେବେରୁ ଆଚତ? କେବେରୁ ଆଚତ? ମୁଁ କହିଲି ଯେବେରୁ ତମେ ନାହିଁ, ଯେବେରୁ ମୁଇଁ ନାହିଁ, କ୍ୟାଲେଣ୍ଡର ନଥିଲା, ତାରିଖ ମିଶା ନଥିଲା, ପୃଥିବୀ ମିଶା ନଥିଲା, ସୂର୍ଯ୍ୟ ଚନ୍ଦ୍ର ନକ୍ଷତ୍ର ମିଶା ନଥିଲା, ସେତେବେଳରୁ ସେ ଅଛନ୍ତି। କାରଣ ସେ ଏସବୁ ସୃଷ୍ଟି କରିଛନ୍ତି, ସେ ସୃଷ୍ଟିକର୍ତ୍ତା ଅଟନ୍ତି। ଏସବୁର ସୃଷ୍ଟି ପୂର୍ବରୁ ସେ ଅଛନ୍ତି, ଆଦ୍ୟରୁ ସେ ଅଛନ୍ତି, ଆଦ୍ୟରୁ ଅଛନ୍ତି ସେ। ମୋର ପ୍ରିୟ ଭାଇ ଭଉଣୀ ମାନେ, ଯୀଶୁ କାତାନି ନୁହନ୍ତି, ଯୀଶୁ କାହାଣୀ ନୁହନ୍ତି। ହେଦେ ପୁନି ସେଦେ ପୁନି ବୋଲବାଟା, ନହେଲେ ପୁଣି ହେଲେ କଣ ବୋଲିଥାନ୍ତା? ଯୀଶୁ ପୁନି ବେଥଲିହେମରେ ଜନ୍ମ ହୋଇଥିଲେ। ପୁଣି ଆଜି ଯୀଶୁ ଜନ୍ମ ହେଲା ବେଳେ ପୁଣି ସ୍ୱର୍ଗ ଦୂତ ମାନେ ଆସିଥିଲେ। ପୁଣି আর তারপরে পুনি দূত মানে যাই করি মেষপালক মানুষ দেখলে পুনি আর কইলে এ ছেলে ছেড়া মনে তুমি ডর নাই বলে কইলে পুনি। তারপরে পুনি পণ্ডিত মানে আসলে পুনি, পূর্ব দেশের পণ্ডিত মানে আসলে পুনি, কেতটা পণ্ডিত জানা নাই, মাত্র বেশি পণ্ডিত আইলে পুনি সোনা কুন্দর গন্ধরস আনলে পুনি। তারপরে পুনি যিশু বড় হেলা পরে পুনি পানিকু দ্রাক্ষা রস কলে পুনি। আরে পুনি 5টা রুটি 2টা মাছকে পুনি 5,000 লোক খাইবাকে দেলে পুনি। আর 12 ডালা বলকলা পুনি। আর 4 দিনের মোড়া লাজরকে পুনি কলে এ ওঠ লাজর ওঠ, বার বলাক পুনি। সে ভারি এলা পুনি। তার পুনি কানা মনকে আঁকি দেলা দেখাইলাই পুনি, পক্ষাগত গুটাইলাই পুনি। আরে পুনি সে কষ্ট পাইলাই পুনি। আরে ক্রুশরে মরি গলে পুনি। মরলা পরে পুনি তাকে তপি দেলাই পুনি। আরে পুনি নাই কি যিশু মাপ্রু পুনি 3 দিনে উঠলে পুনি। আরে পুনি 40 দিন কেত লোকে দেখা দেলে, সবকে দেখা দেলে, দেলে পরে পুনি স্বর্গে গলে পুনি। আরে গলা পচে পুনি গলা বেলে দূত মন কইলে পুনি দে গালিলে লোক মানে তুমি যিশু মহাপ্রভুকে যেতে জীবাটা দেখলাসনি পুনি, সে পুনি আরে আইবাই পুনি বলি কইলে কি প্রিয় মানে মিচ কথাটি পুনি লাগবে, মিচ কথা নেই, লেখা হেলা কথা। এটা আমি লেখা ଥିଲା মহাপ্রভুକୁ ମାନୁଛୁ, ଖାତାନି ମହାପ୍ରଭୁକୁ ନାହିଁ। ଆଜି ମୁଁ ଆପଣମାନଙ୍କୁ ଯାହା କହୁଛି ମନେ ରଖିଥାନ୍ତୁ, ଯୋଉଟା ସେମାନଙ୍କୁ ଘଟଲା ଯଦି ସୁଧୁରିବ ନାହିଁ ଆମକେ ମିଶା ଘଟବ। ଏ ଗାଉଥିଲି ପରା, ଭାଇ ରେ ଭାଇ କେନେ ଗାଲିସ୍ ନି তুই এনকে গটে খাল আছে অদৃজি বস্তুই বলে আমি কোনটা মকে মিশা জানা আছে কো নাই পুনি এ জানিছি আমার ঠামন কোন দিন বেলে রাতি বেলে গাত খোলুଛନ୍ତି দিন বেলে ডেগাউଛନ୍ତି আমার ঠামন কমটা মানে জানি জানি পাপ করবাটা কোন করছেন হই ପିଇଲେ ବୋଲେ କିଡନୀ ଖରାପ ହବ, ମାତ୍ର ମୁଁ ଜାଣିକରି ଲିମିଟରେ ପିଉଛି। ପୁଡ଼ିଆ ଖାଇଲେ ବୋଲେ ପାଟି ଘା ହେବ, କ୍ୟାନ୍ସର ମୁଁ ଜାଣିଛି। ସେ ଭାଇନା କହିଲା ତାକୁ ମିଶାଇଥିଲା ବୋଲା ମୁଇଁ ବାଲାନ୍ସରେ ହେଲା, ଡେଲି 5টাରୁ ବେଶୀ ପୁଡ଼ିଆ ମୁଇଁ ଖାଉ ନାହିଁ ହେଲା। ତ ଜଣେ ଲୋକ ମତେ କଣ କହୁଛି, ଆଜ୍ଞା ବେଶୀ ପୁଡ଼ିଆ ଖାଉଥିଲି ଆଜ୍ଞା, ପ୍ରଭୁଙ୍କ ଦୟାରେ ଏବେ 10 টাকা ଖାଉଛି ବୋଲଛି। ଭାବି ଦେଖନ୍ତୁ ପ୍ରଭୁଙ୍କ ଦୟାରେ ସିରିଏଲ ଗାଦା ଗାଦା ଦେଖୁଥିଲେ, ପ୍ରଭୁଙ୍କ ଦୟାରେ 2 টাকা ଦେଖୁଛନ୍ତି। ଗୋଟେ ସାବିତ୍ରୀ ଦେଖୁଛନ୍ତି ଆଉ ଗୋଟେ ଲକ୍ଷ୍ମୀকে ଦେଖୁଛନ୍ତି, 2ଟା ସିରିଏଲ ଏକା ଦେଖୁଛନ୍ତି। ଭଉଣୀ ମାନେ ସିରିଏଲ ପକାଇଲେ ବୋଲେ ନାଇଁ ଚୁ ନାଇଁ ପୁଟ ନାଇଁ ପାଟ ନାଇଁ ବସିକି ହାତ ଯୋଡ଼ି ବସି ଦେଇଥିବେ ପ୍ରଭୁଙ୍କର ପାଦ ତଳେ ବସିଲା ପରେ ଆକା। ସେମାନେ ଟିଭି ଦେଖିଲା ସେ ସାମ୍ନା ଯେ ଠିଆ ହତ ଟିକେ ଏମିତି ହୁଡିବେ ଡକଲି ମାନେ ଘୁଚ ଘୁଚ ବିଚାର କଲାନି ମକେ ଗୋଟେ ଦେଖବାକେ ଦେ ନାଇଁ କାଏ ହେଲା ହେଲେ ବୋଲି କରି। ମାନେ ଏତେ ବାଇଡି ମନ ତ ନଥିଲେ ସେତିକି ନାହିଁ। ଗୋଟେ ସମୟ ଥିଲା ଆମେ ନାଟ ଦେଖି ବୁଲୁଥିଲୁ। ଆପଣ ଦେଖିଥିବେ ଗାଁରେ ଯୋଉ ଲୋକ ନାଟ ଆଣିଥିବ ସେ ଦେଖିବ ନାହିଁ, ସେ ଦେଖିଛନ୍ତି ଗାଁରେ ନାଟ ଆଣୁ କଣ କରିବ, ତା ଡାଣ୍ଡେ ନାଟ ବାଜେଇ ଦେଇ କବାଟ ଢାକି ଘୁଙ୍ଗୁଡି ମାରି ମାରି ଶୋଇବ। ଆମେ ଭକୁଆ ମନେ
বাস্তা গন্তা চদর দেরি করি তার ডানে করে মাঠে মারিথিব রাতি যাক দেখো সে গুড়াকু গন্ধ মদ গন্ধ দেখি করে সকালে আঁকিকে লিম লিম করে আসি করে খানায় ঢুলিথিব আমি ଆମକୁ ଭୋକ ବନେଇବା ପାଇଁ ନାଟ ଆଣିଥିଲେ ସେ ନାଟ ମିଶାଇବା ଆମର ଗୋଟେ ରିକ୍ସା ବାଲା ଥିଲା ଆମ ରିକ୍ସା ବାଲା ଥିଲା ସେ ଭାଇକାର ମେକଅପ୍ ହେଇ ପାରି ଆସିଛି ଭଲ କରି ଧୁଆ ଧୁଇ ନାହିଁ ମୁଁ କଣ ହେଲା ବୋଲା ନାଇଁ ରାତିରେ ମୁଁ ହିରୋଇନ ହେଇଥିଲି ବୋଲୁଛି କଣ କରୁଛି ସେ ନିଜ ତାରି ଚାଞ୍ଚି ଦେଇକରି ପୁରା ମେକଅପ୍ ଲିପଷ୍ଟିକ୍ ଲଗାଇ ଦେଇଛି ସେ କହିଲେ ମୁଁ ରାତିରେ ହିରୋଇନ ହେଇଥିଲି ବୋଲା ସେ ରାତିରେ ହିରୋଇନ ସକାଳ ରିକ୍ସା ବାଲା ସେଟାକେ ଦେଖିବାକୁ ବାଏ ବାଏ ବସିଥିବେ ପ୍ରିୟ ଭାଇ ଭଉଣୀ ମାନେ ଆପଣ ଯୋଉ ସିରିଏଲ ଦେଖୁଛନ୍ତି ପଢିଛନ୍ତି କି ନା ସାମ୍ନାରେ ଲେଖା ହେଇଥିବ ଏହା ସତ୍ୟ ଘଟଣା ନୁହେଁ ଏହା କାଳ୍ପନିକ ଘଟଣା ଅଟେ ଏଠିକାର ପାତ୍ର ପାତ୍ରୀ ସବୁ ଡୁପ୍ଲିକେଟ ବୋଲେ ସେତିକି ଜାଣୁ ଟିଚ୍ କରି ବନ୍ଦ କରିଦେବା କଥା ସେତିକି ନାହିଁ ଆମେ ସେ କହିଲା କାଳ୍ପନିକ ବୋଲେ ମିଶା ହେଇଥିବ ଲୋ ସତ କଥା ଆକା ଆମର ଘର ଟୋରି ପାରା ତ ଏଟା କାର ଘର ଟୋରି আমার ঘর টরি প্রিয় ভাই ভଉଣୀ ମାନେ ମୁଁ କାଲି କହୁଥିଲି ପ୍ରଭୁ ମତେ କାହିଁକି ବାଛିଛନ୍ତି ଜାଣିଛନ୍ତି ସେବା ପାଇଁ ତ ଲୋକମାନଙ୍କୁ ବାକନା ବେଟି ବେଟି ବୁଝା ବୁଝିଗଲେ ତ ଭଲ କଥା ନ ବୁଝିଲେ ତ ବୁଝାଇବେ ସେ ସେତିକି ଆଉ କିଛି ନାହିଁ ହିନ୍ଦୀରେ କହିଲେ ବୁଝିବେ କି ହିନ୍ଦୀ ପ୍ରଚାର କଲେ ଭୟଙ୍କର କହୁଥିଲେ ଲୋ ଭୟଙ୍କର ଆକା କହୁଥିଲେ ମାତ୍ର ମୁଁ ବୁଝିପାରିଲି ନାହିଁ ମାତ୍ର ଭୟଙ୍କର ଆକା କହୁଥିଲେ କେତେବେଳେ କଣ କହିବେ ଏତେ ସୁନ୍ଦର ପ୍ରଚାର କଲେ ମାତ୍ର ବୁଝିପାରୁନ ଭାବି ଦେଖନ୍ତୁ କେମିତି ପ୍ରଚାର କରୁଥିବେ ମୋର ପାର ଲୋକ ବୁଝି ନାହିଁ ମୋ ପ୍ରିୟ ମାନେ ମୋର ପ୍ରଚାର ନ ବୁଝିବା ଲୋକ ମିଶା ବୁଝିବ ସବୁ ବୁଝିବ ମୁଁ ଓଡ଼ିଶାର ବିଭିନ୍ନ ଜାଗାରେ ଯାଏ ସେ ଅଣଖ୍ରୀଷ୍ଟିଆନ ଭାଇ ଭଉଣୀ ମିଶା ବାଟରେ ଦେଖିଲେ କଥା ହୁଅନ୍ତି ଆଜ୍ଞା ଆମେ ଆପଣଙ୍କ ମେସେଜ ଦେଖୁଛୁ ଆଜ୍ଞା ଆପଣଙ୍କ ମେସେଜ ଶୁଣୁଛୁ ଆଜ୍ଞା ଆମକୁ ଭଲ ଲାଗୁଛି କାରଣ ମୁଁ କେବେ ମିଶା ହିନ୍ଦୁକୁ ଖ୍ରୀଷ୍ଟିଆନ କରିବାକୁ ଚେଷ୍ଟା କରି ନାହିଁ सबको बुझाऊँ बुझ गोटे बोली जीवन सुधरी जाओ है अवस्था ही बंच ना को धर्म तुमके स्वर्ग नेब ना ख्रीस्टियान धर्म भी तुमके स्वर्ग नेब ना स्वर्ग को जो ने प्रभु जीशु आका ने से ख्रीस्टियान धर्म नुहति मोर प्रिय भाई बहन गोटे भारतीय भाव में समस्त को सचेतन करवाटा मोर काम से माइक धरे मुझे सब विषय कहे ऋण विषय कहे मद विषय पुड़िया विषय कहे पाप विषय कहे परिवार केन्द्र कहे राजनीति विषय कहे समाज विषय कहे सामाजिक विषय कहे कौन पाई आम समाज गोटे संस्कार आसु बोली संस्कार आसवा दरकार आम जमी अच्छु सेमती नु भाई भौणी मैंने आगे एवं आका नाना बुरबुटी हो सत ना आम समय केमती थिला आम जाचु बस रे जाऊ हठात जदि को डोकरा डोकर चेकले बोले आम ठिया ही दूसरे होते कि नहीं आम ठिया होते एवं केमती से डोकरा के उठाई कर आम बसुचु ओट डोकरा नईले ओट बोले हेमलाई दे से डोकरा कावा कावा ही भेला भेला ठिया होते भावी देखो प्रिय भाई भौणी मैंने आमर बापा माँ संध्या हेले आमको खोजी कर घरे आनुले एवं बुढ़ा बुढ़ी बापा माँ हेले बापा माँ को घर बाहर कर दौचु एटा भी भावुनु मोर बापा माँ कोटी जीवे डोकरा डोकरी केने जीवे कोटी थिबे खाइबा दी हिसाब मागुचु आजिकल बेसी खाई दौरान मो बापा माने कि कम कले हेता हाँ एम आइला दिन आम खादी खादी अंटू नहीं माने भाभी देखु आमर पला किलस मन केबे थिले बापा माँ मुठे खाइबा को देवर औकात आमर नहीं आमे कोइन माजन आमे कोठिकर माजन कौन प्रिय भाई भौणी माने बापा माँ घर दुखर कथा दांडे कहू ना 11टा हो गले मिसा खादी मिलू नहीं जलकिया कल कि नानी नाई मुई सकाले न करी एका संगे दिन बेला के खाइबी बोलबो कहीं तार बुआरी दऊ नहीं बुआरी दऊ नहीं माने कि अवस्था लोक माने कौन आग को अच्छी जोटा बुणीचु सब काटी हम सब भावतु नहीं कौ धर्म मत आजिकल आम देखु बुढ़ा बुढ़ी मान को रास्तार छाड़ी दौरान पचारू ना कहीं सेटा बापा माँ नहीं बापा माँ के गाई गाई पुनी माँ लेखा न कथा कहते गाई के मिसा माँ मान बात नहीं मात्र तुमको जो जन्म दीचे से भी तुम माँ सेटा कौन प्रिय भाई भौणी
ମଣିଷ ଭଳିଆ ବଞ୍ଚିବା। ମଣିଷ ଆମ ଭିତରେ ମଣିଷତ୍ୱ ବି ନାହିଁ, ମଣିଷତ୍ୱ ବି ନାହିଁ। ଘରେ କେତେ ଗାଈ আছে বললি ନାହିଁ, ମୋ ଘରେ ଗାଈ ନାହିଁ। তুই কোটি রক্ষে কর, তুই তো কেবে গোবর ବି ফিঙ্গিস ନାହିଁ, গাଈ মুত ବି ফিঙ্গিনু, গাଈ সাল ବି তুই সফা করিনু, তুই কোটি গো রক্ষক। যদি গো রক্ষক ঘর 50টা গাଈ রখ, তার সেবা করতে হবে, ମୁଁ କହିବି তুই গো রক্ষক বলি। ଏ ଗୋରକ୍ଷକ କ'ଣ? ଗାଡ଼ିରେ ଯୋଉ ଗାଈ ନେଉଥିବେ, ବାଟେ ଯୋଉ ଗାଈ ନେଉଥିବେ, ତାକୁ ଡରା ବିଡରା କରି ଛାଡାଇ ନେବ, ବିକି ଖାଇବ। ଏ ପ୍ରିୟ ମାନେ, ଯେତିକି ଗାଈ ମାନେ ନେଉଛ, ସେ ଗାଈ କେବେ ଯାଉଛି, କୋଉଠି ଯାଉଛି? ବିକି ଖାଉଛନ୍ତି। ଏଟା ମାନେ ସେ ନାଁରେ କଳଙ୍କ ସବୁ। ଆମର ସମାଜ ଆମେ କୁଆଡେ ଯାଉଛୁ ଆମେ ବି ଜାଣିନୁ। ମୋର ପ୍ରିୟ ଭାଇ ଭଉଣୀ ମାନେ, ଭଲ ମଣିଷ ଭାବରେ ବଞ୍ଚିବା, ସମାଜରେ ଭଲ ମଣିଷ ଭାବରେ ଆମେ ରହିବା। ମୁଁ ଆପଣମାନଙ୍କୁ କହିବା ପାଇଁ ଚାହେଁ, ଏମାନେ ବାହାରିଲେ ସତ କଥା 6 ଲକ୍ଷ ଲୋକ, କିନ୍ତୁ ଯାଉ ଯାଉ ବାଟେ ଏମିତି ମରିଲେ, ବଳକା 2 ଲୋକ। ଏ 6 ଲକ୍ଷ ଲୋକ 2 ଲୋକ ବଞ୍ଚିଛନ୍ତି, କାଲେବ ଆଉ ଜିୟୋଶୁଆ। ବାକି ସବୁ ମଲେ। କାହିଁକି ମଲେ? ଜାଣନ୍ତୁ, ଆପଣଙ୍କର ମୋର ସମସ୍ୟା ସେଟା। କାରଣ ଏମାନେ ରକ୍ତ ଦ୍ୱାରା ମୁକ୍ତି ପାଇଲେ। ଆମେ ବି କହୁଛୁ କି ନାହିଁ, ମୁଁ ଯୀଶୁଙ୍କ ରକ୍ତରେ ପରିତ୍ରାଣ ପାଇଛି। ଭେରି ଗୁଡ୍ କଥା। ବାପ୍ତିସ୍ମ ନେଇଛୁ, ଭଲ କଥା। ବାପ୍ତିସ୍ମ ନେଇଛୁ, ଭଲ କଥା। ପ୍ରଭୋଜ ଖାଉଛୁ, ଭଲ କଥା। ଏତିକି କଲା ପରେ ମଧ୍ୟ ତା ତଳ ପଦ ପଢନ୍ତୁ, 5 ପଦ। ତଥାପି ସେମାନଙ୍କ ମଧ୍ୟରୁ ଅଧିକାଂଶ ଠାରେ ଈଶ୍ୱରଙ୍କ ସନ୍ତୋଷ ନଥିଲା। ଏମାନେ କ'ଣ ରକ୍ତ ଦ୍ୱାରା ମୁକ୍ତି ପାଇ ଆସିଲେ? ଏମାନେ ବାପ୍ତିସ୍ମ ନେଲେ, ଏମାନେ ପାରମାର୍ଥିକ ଖାଦ୍ୟ ଖାଇଲେ, ତଥାପି କ'ଣ? ତଥାପି ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କ ଠାରେ ଈଶ୍ୱରଙ୍କର ସନ୍ତୋଷ ନଥିଲା। ସେଇଥିପାଇଁ ବାଟେ ମଲେ। ଏଟା ମାନେ କ'ଣ ପାଇଁ? ସେମାନଙ୍କ ଜୀବନରେ ଈଶ୍ୱରଙ୍କର ସନ୍ତୋଷ। ସମସ୍ତଙ୍କୁ ମୁଁ କହିବା ପାଇଁ ଚାହେଁ, ଭାଇ ଭଉଣୀ ମାନେ, ଆପଣଙ୍କ ଜୀବନ ଯଦି ପ୍ରଭୁ ସନ୍ତୁଷ୍ଟ ନଥିବେ, ସ୍ୱର୍ଗର ସ୍ୱପ୍ନ ଦେଖନ୍ତୁ ନାହିଁ। ଯଦି ଆପଣଙ୍କ ଜୀବନରେ, ଆପଣଙ୍କର କାର୍ଯ୍ୟକଳାପରେ ଆପଣ କେମିତି ଜୀବନ କାଟୁଛନ୍ତି, ଭାଇ ଭଉଣୀ ମାନେ ମନେ ରଖିଥାନ୍ତୁ, ଯଦି ଆପଣଙ୍କ ଜୀବନରେ ପ୍ରଭୁ ସନ୍ତୁଷ୍ଟ ନାହିଁ, ସ୍ୱର୍ଗ ସ୍ୱପ୍ନ ଦେଖ ନାହିଁ। ସବୁ ଜୟପୁରିଆ ମନ୍ଦା ଏକା ଆମେ। ଜୟପୁର ବୋଲେ କ'ଣ? এটা জয়পুর নাই, যদি জয় কেবে লিখব নাই, 8 কাল 12 মাস জয় লে তো সে জয়পুর। এটা জয়পুর নাই। আমি কোন সবু পাপ কাম করে চর্চ পড়ে আসুছু তো স্বর্গে যাবু বলে মতে ভাবুছু। গীত গাই দউছু, নাট করে দউছু, আরাধনা করে দউছু, প্রচার করে দউছু, নদরবা লোক হেমলাই করে চলে ঢুলাই দউছু। ঢুলাতে 10টা পড়া তলে অজাড়ি হলে বলে কোন করছু পাওয়ার। লোক তলে ঢুলাইবাটা পাওয়ার নাই, অদরবা লোক উঠাইবাটা পাওয়ার। হেমলাইবাকু কেতে পাওয়ার দরকার? হেমলাইবাকু বেশি পাওয়ার দরকার নাই, কিন্তু পড়িথিবা উঠাইবা লোক পাওয়ার দরকার আছে। আপনার শিক্ষা শুনি লোক পরিবর্তন হবার আছে, পাপরু ফেরবার আছে, মন্দতরে ফেরবার আছে। মোর প্রিয় ভাই ভଉଣୀ ମାନେ ଏମାନେ କଣ ଲେଖା ଯାଉଛି? ତଥାପି ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କ ଠାରେ ଈଶ୍ୱରଙ୍କର ସନ୍ତୋଷ ନଥିଲା। ମୋର ଭାଇ ଭଉଣୀ ମାନେ, ଯଦି ଆପଣଙ୍କ ଜୀବନରେ ପ୍ରଭୁ ସନ୍ତୁଷ୍ଟ ନାହାନ୍ତି, ସ୍ୱର୍ଗର ସ୍ୱପ୍ନ ଦେଖନ୍ତୁ ନାହିଁ। ଆଗାମୀ ସମୟରେ ତୁରୀ ଶବ୍ଦ ହେବା ପାଇଁ ଯାଉଛି, ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଆଗମନ ହେବା ପାଇଁ ଯାଉଛି। ଯଦି ଆପଣଙ୍କ ଜୀବନରେ ପ୍ରଭୁ ସନ୍ତୁଷ୍ଟ ନଥିବ, ମୋତେ ଖୋଲନ୍ତୁ ଏଭ୍ରି 11 ପର୍ବ 5 ପଦ। ଏଭ୍ରି 11 ପର୍ବ ତାର 5 ପଦ। ବିଶ୍ୱାସ ଦ୍ୱାରା ହନକ ମୃତ୍ୟୁଭୋଗ ନ କରି, ବିଶ୍ୱାସ ଦ୍ୱାରା ହନକ ମୃତ୍ୟୁଭୋଗ ନ କରି ଅନ୍ତର୍ହିତ ହେଲେ ସେ ଆଉ ଦେଖାଗଲେ ନାହିଁ। କାରଣ ଈଶ୍ୱର ତାଙ୍କୁ ଅନ୍ତର୍ହିତ କରିଥିଲେ। ଈଶ୍ୱର ତାଙ୍କୁ ଅନ୍ତର୍ହିତ କରିଥିଲେ। ସେ ଯେ ଈଶ୍ୱରଙ୍କ ସନ୍ତୋଷ ପାତ୍ର ଅନ୍ତରିତ ହେବା ପୂର୍ବରୁ ସେଥିର ସାକ୍ଷ୍ୟ ପ୍ରାପ୍ତ। ଜଣେ ଲୋକ ରାତ୍ରରେ ଯିବ କେମିତି, ଯୀଶୁ ଆସିଲେ କେମିତି ମେଘମାଳାକୁ ଯିବ, ତାର ଜୀବନରେ ପ୍ରଭୁ ସନ୍ତୁଷ୍ଟ ଅଛନ୍ତି ବୋଲି ଗୋଟେ ସାକ୍ଷ୍ୟ ଥିବା ଦରକାର, ଗୋଟେ ଟେଷ୍ଟିମନି ଥିବାର ଅଛି, ଗୋଟେ ଷ୍ଟାମ୍ପ ବାଜି ଥିବାର ଅଛି। କଣ ବୋଲି କରି ଯେ ୟା ଜୀବନରେ ପ୍ରଭୁ ସନ୍ତୁଷ୍ଟ ଅଛନ୍ତି। ଝୁମୁର ମାମା ମାନେ ମୋର ଆଡେ ଦେଖ, ଅଦ୍ରି ଉଦ୍ରା ଗଲେ କମ୍ପାନୀ ଦାୟୀ ନାହିଁ।
ଘରେ ଗରମ, ବର୍ଷା ହେଇଛି, ଥଣ୍ଡା ପବନ ବହୁଛି, ଆଖି ଲିମ୍ବାକୁ ସୁବିଧା। ଆଜି କ'ଣ ବୋଲି କହିବେ, ହେଦେ ନାନୀ ମୁଁ ଆଖି ଲିମିଲି ନାଇଁ କି ଭଲ କରି ଶୁଣିବି ଲୋ, ଆଖି ଲିମି ଶୁଣୁଥିଲି। କାହାକୁ ମିଛ କଥା କହୁଥିଲ? ଆଖି ବନ୍ଦ କଲେ ତ କାନ ମିଶା ବନ୍ଦ ହେବ କି ନାହିଁ? ଏ ଦୁଇ ଜଣ ଜାଳା, ଏ ବନ୍ଦ ହେଲେ ସେ ମିଶା ଗୋଟେ ଦିନେ ଗୋଟେ ମୁହୂର୍ତ୍ତରେ ଜନ୍ମ ହୋଇଛନ୍ତି। ଏମାନେ ଏକା ସାଙ୍ଗେ ଜନ୍ମ ହୋଇଛନ୍ତି, ଆଖି ଆରି କାନ। ଆପଣ ଆଖି ବନ୍ଦ କରିପାରିବେ, ପଡ଼ିଗଲେ ମୋର ନାଁ ନେବେ ନାହିଁ। ଦେଖ, ଯଦି ଆପଣଙ୍କୁ ଝୁମରା ଧରୁଛି ତଳେ ସିଧା ବସି ଦିଅ, ତଳେ ଘାସ ଅଛି, ଓଦା ଅଛି, ଆରାମରେ ବସିବେ, ଥଣ୍ଡା ଥଣ୍ଡା। ପ୍ରିୟ ଭାଇ ଭଉଣୀ ମାନେ, ତଥାପି ଏମାନଙ୍କ ଠାରେ ଈଶ୍ୱରଙ୍କର ସନ୍ତୋଷ ନଥିଲା, ତେଣୁ ସେମାନେ ପ୍ରାନ୍ତରରେ ମରୁଛନ୍ତି। ମୁଁ ଆପଣମାନେ କହିବା ପାଇଁ ଚାହେଁ, ଯଦି ଆପଣଙ୍କ ଜୀବନରେ ପ୍ରଭୁ ସନ୍ତୁଷ୍ଟ ନାହାନ୍ତି, ଆମେ ସନ୍ତୁଷ୍ଟ ଅଛୁ, ସ୍ୱାମୀ ସ୍ତ୍ରୀ ଠାରେ ସନ୍ତୁଷ୍ଟ, ସ୍ତ୍ରୀ ସ୍ୱାମୀ ଠାରେ ସନ୍ତୁଷ୍ଟ, ଆମେ ଖୁସି। ଆପଣ ବୁଢ଼ା ଗୋଟେ ଥିଲେ, କ'ଣ ବୋଲି କହୁଥିଲେ, ଆପଣ ମାନେ ଖୁସି ତ? 2 ବର୍ଷ ହେଲା ସେ ଶବ୍ଦ ମିଶା ଶୁଣିନୁ। ଏଠି ଡୋକରା ପାଚାରୁରେ ଥିଲା ଖୁସି ତ ବୋଲି, ଆମର ଆଜ୍ଞା ସେ ଖୁସି ସତ କି ନାହିଁ? ଏବେ ଗୋଟେ ଫିଲ୍ମ ଆକ୍ଟର ସାଙ୍ଗେ ବସି ଫିଲ୍ମ ଦେଖୁଥିଲେ, ମୁଁ ଦେଖୁଥିଲି, ଓହୋ ବସଲେ ତ ବସଲେ, ଏ ଗଞ୍ଜେଇ ବାଡ଼ି ସାଙ୍ଗେ ବସିଛନ୍ତି, ଭଲ ସାଙ୍ଗେ ବସିଲେ ଦେଖତେ। ପ୍ରିୟ ଭାଇ ଭଉଣୀ ମାନେ, ଏବେ ମନ୍ତ୍ରୀ ମାନେ ଖୁସି, ଆମେ ଦୁଃଖୀ ହେଲେ ଚଳିବ, ଦେଶ ଦୁଃଖୀ ହେଲେ ଚଳିବ, ସେମାନେ ତ ଖୁସି। ସେଟା ବୋଧେ ଭୋଟ ଦେଇଥିଲୁ କି ନାହିଁ ସେମାନଙ୍କୁ, ତମାନେ ଭଲରେ ଥାଅ, ଖାଅ ପିଅ, ଆରାମରେ ଥାଅ, ଆମେ ଭିକାରୀ ପରା ଥିଲେ ମିଶା ଚଲସି ବୋଲି କରି। ମୋର ପ୍ରିୟ ଭାଇ ଭଉଣୀ ମାନେ, ଯଦି ଆପଣ ଆମେ ବେଶୀ ଖୁସି, ଆଜିକାଲି ଆମେ କହୁଛୁ ଆଜି ମୁଁ ବହୁତ ଖୁସି ଭାଇନା, ମୁଁ ବେଶୀ ଖୁସି लो, ମୁଁ ବେଶୀ ଖୁସି, ତମେ ଖୁସି, ଆମେ ଖୁସି। କିନ୍ତୁ ପ୍ରଭୁ ଖୁସି କି? ମୁଁ ଯୋଉ ଜୀବନ କାଟୁଛି ସେଇ ଜୀବନରେ ପ୍ରଭୁ ସନ୍ତୁଷ୍ଟ କି? ଯଦି ପ୍ରଭୁ ସନ୍ତୁଷ୍ଟ ନାହିଁ, ସେମାନଙ୍କ ପରି ବାଟରେ ମରିବା ଛଡ଼ା ଅନ୍ୟ ଉପାୟ ନାହିଁ। ଆଜି ଆପଣଙ୍କ ଜୀବନରେ ପ୍ରଭୁଙ୍କୁ ଅସନ୍ତୁଷ୍ଟ କରିବାର କୋଉ କୋଉ ବିଷୟ ଅଛି? କାଢି କରି ଫିଙ୍ଗି ଦିଅ। ମଦ ପିଇ କରି ଚର୍ଚ୍ଚ ଆସିବ, ସ୍ୱର୍ଗ ଯାଇ ହେବନି। ଭାବୁଛନ୍ତି କି ତୁରି ବାଜିଲେ ମଦ ନିଶା ଉଡ଼ିବି ବୋଲିକରି, ମଦ ନିଶା ଯାଉଥିବ, ନା ନା ରେପ୍ଚର ହେଲା କି ନା ନା, କେମିତି ଯାଏ ହେଥିରେ ଉଡ଼ିଲା ପରା ଲାଗଲାନି, ମକା ବି ସେମିତି ଲାଗଲାନି ନା ନା ବୋଲବ କି? ଏ ପୁଡ଼ିଆ ଖାଉ ମାନେ କ'ଣ କରିବେ, ମଝି ଆକାଶରେ ଯାଇକରି ଉଡ଼ିବେ କି? କ'ଣ କହୁଛନ୍ତି? ଆମର ପୁଅ ଝିଅ ମାନେ ଫୋନେ କାତା ଏକା ମନେ ଯାଉ ରେପ୍ଚର ଖାଇକିରି ହଇଲ ସଙ୍ଗୀତ ହେଲା, नीले आसमान की पार जाएंगे बोलो कि कौन सातरी बुआरी कथबार्ता नहीं, तुरी बारले केती कर हाथ धरा कर जीव कि कौन करब? स्वामी थाउ तो स्त्री थाउ तो का को देखि जुड़ी थाउचंती, निज स्वामी को देख के हंसबार नहीं, का को देखले सब भारब, ये माने सब भारब जब तुरी बाजब। एबे सब ख्रिस्टियान, एबे सब विश्वासी तुरी बाजले, जदि आपण जीवन में प्रभु संतुष्ट, तेबे मेघमाला नहिले नरक साराहारी, नहिले नरक बंदीशाला, जिसुको नाम को रहे माला, नहिले कौन नरक बंदीशाला, मेघमाला नहीं। जदि आपण जीवन देखो हनक कहीं मृत्यु भोग नक गले, कारण तांक जीवन में प्रभु संतुष्ट थिले। आमे तो मन इच्छा जीवन काटुछु, कथा कले कौन करू, मोर इच्छा कहीं पीलु, मोर इच्छा हईलो, राति काको कथा होतलु, मोर इच्छा, बाबू केते आसबु, बाबू मोर इच्छा हई नानी। तो स्वामी जानले तो छाड़ी देवे, देख लो छाड़बे, से कि छाड़बे, मुई ताके छाड़ी देबी, मोर इच्छा, मुई कथा होची सब तो मोर इच्छा। प्रार्थना कहीं आसलो नहीं, मोर इच्छा, एबे के आसबो, मोर इच्छा, सब मोर इच्छा। ए मोर इच्छा माने स्वर्ग जीवे नहीं, प्रभु को संतुष्ट करवा लोक माने। एबे जतकी मोर इच्छा बोली कहूछु कि नहीं, कथा कहले मोर इच्छा कथा कहले मोर इच्छा। ଥରେ ଜଣେ ଭଉଣୀ ଜଣେ ମା
ତାଙ୍କର ସ୍ୱାମୀକୁ କହୁଛି ଏ ଦେ ମୋ ଛାଡ଼ ସେ ଗନ୍ଥମନା କିସ୍ କରୁଛି ତୋକେ ଛାଡ଼ିବି ବୋଲୁଛି ମୋ ଛାଡ଼ ବୋଲେ ତୋକେ ଛାଡ଼ିବି ମାନେ ଭାବନ୍ତୁ ଏମାନଙ୍କୁ ବୁଝାଇବା ଲୋକେ ମୋର ପ୍ରଚାରରେ ଆପଣ ସନ୍ତୁଷ୍ଟ କି କେ ସନ୍ତୁଷ୍ଟ ନାହିଁ ସବୁ ଗାଡ଼ିଆ ଗାଡ଼ିଆ ଦେଖି ଥାଉଛନ୍ତି ସବୁ ଗାଡ଼ିଆ ଗାଡ଼ିଆ ଦେଖୁଛନ୍ତି କାହାକୁ ଡାକିଦେଲ ତାଙ୍କୁ ଡାକଲେ ହେତାବେ ସେ କ'ଣ କରତେ ଜିଲାପି ବନେଇ କରି ଖୁଆଇତେ ଗରମ ଗରମଟା ହାଇ ହାଇ କରି ଖାଇତେ ବୋଲିଲା ଭଳିଆ ଏବେ ସବୁକୁ ଖାଲି ସୁସ୍ଥତା ଆଟା ଦୁକା ମୁଣ୍ଡ ଦୁକା ଗ୍ରୁପ କେବେ ମିଳିବ ଚିଠି ଡାବୁ କେବେ ଫୁଟିବ ଏ ଦାଣ୍ଡ ଯାକ ମାତିଛନ୍ତି ପ୍ରିୟ ମାନେ ଏପଟେ ସେ ଗ୍ରୁପର ଚିଠି ଡାବୁ ନାହିଁ ଆମର ବାଟେ ଆସ ଦେଖିବ ଏ କୁକୁଡ଼ା ଅଗ୍ନି ପୁରା ଢପା ହେଇଛନ୍ତି ସବୁ କିଏ ବି ରୋକିବା ନାହିଁ ସ୍ଥିତି ତ ସେ ଝାମେଲା ଡାକା ମୁଁ ଏ ଗ୍ରୁପର ଚିଠି ଡାବୁକୁ ଗୋଟେ ନୂଆ ନାଁ ଦେଇଛି ଭାସିଯିବା ଖଟଲା ଭୁକେଲା ଦିହେବାଟା ବୋଲିକରି এটা কোন এটা এ গ্রুপর চিঠি ডাবর নূয়া না হচ্ছে ভাসিଯିବା খটলা ভুকেলা দিহেবাটা আনি করে মেড় বাঁধলো কি জেসিবি ঘেনলো কোন কলো মোবাইল ঘেনবা পাই গ্রুপ রুম লুগা ঘেনবা পাই গ্রুপ রুম টিভি ঘেনবা পাই গ্রুপ রুম এবে টিভি বাটু তো ডাবু ভালুছি আরে প্রিয় ভাই বোন মানে আমি কেবে বুদ্ধিমান হবু প্রার্থনা করন্তু প্রভু আপনার শীঘ্র এটু মুক্ত করতে নহলে আগক আহরি কোন সমস্যা হব জানি না আগক যে আর্থিক সংকট আসুছি দেশে আপনার চিন্তা বি করে না মানে সময় আসব দেশ দরিদ্রতার চরম সীমার যাব তেবে সে কে মিশন কমপ্লিট হল বলি তার উদ্দেশ্য কোণ দেশের প্রগতি নাই দেশের দরিদ্রতা আসবার আছে মানে চরম সীমাକୁ ଯିବେ ଲୋକମାନେ ଦେଖନ୍ତୁ ଲୋକମାନେ ଚଳିବା ପାଇଁ ପିଲାମାନେ ପାଠ ପଢିଲେ ତ ଚାକିରି ନାହିଁ ଚାକିରି ଥିବା ଲୋକ ଚାକିରି କାଢୁଛନ୍ତି କିଛି ସୁବିଧା ନାହିଁ ଦରଦାମ ବଢୁଛି କଣ ହବ ଆଗକୁ ଦେଖନ୍ତୁ ମୋର ପ୍ରିୟ ଭାଇ ଭଉଣୀ ମାନେ ଆଜି ଆପଣ କହିବା ପାଇଁ ଚାହେଁ ଯଦି ଯୀଶୁଙ୍କର ଆଗମନ ସମୟରେ ମେଘମାଳାକୁ ଯାଇପାରିଲେ ନାହିଁ କାହିଁକି ଯାଇପାରିବେ ନାହିଁ ଯଦି ପ୍ରଭୁ ସନ୍ତୁଷ୍ଟ ନଥିବେ ବାଟରେ ଆକା ସେମାନେ ମଲେ ସବୁ ବାଟରେ ଆକା ଆଜିକାଲି କ'ଣ ଯେମିତି ହିଁ ମରିଲେ ମଧ୍ୟ ପାଳକ ମାନେ କବର ଦେଲା କ'ଣ ବୋଲି କହୁଛନ୍ତି ଏ ଜଣେ ପ୍ରଭୁଙ୍କ ଲୋକ ଥିଲେ ନିଶ୍ଚୟ ଅବ୍ରାହମଙ୍କ କୋଳକୁ ଯାଇଥିବେ କେ ଏ ଗନ୍ଥମନା ଏ ପୁଡ଼ିଆ ଖାଉ ଏ ଚାପଟି ପିଟୁ କୁକୁଡ଼ା ଗାଲି ଏ କୋଉଠି ଯିବ ଏ ପୁଣି ଅବ୍ରାହମକୁ କଲେ ବସବ ଯାଇକରି ହେଲେ ଆମେ କେନେ ଯାଇ ବସବାର ତେବେ ତାର ଗୋଡ଼ ତଲେ ଯଦି ଏ ମଦୁଆ ଯଦି ଅବ୍ରାହମଙ୍କର କଲେ ବସବ ଏ ମଦ ବିକି କେନେ ଯିବ ତେବେ सीधा सदाप्रभु को कॉलेज जाकर जालिया धरी बसबो एतरा चार डाबू आनी तुमको केते देबा पई बोलबो के प्रिय भाई बहन माने आमे कुआडे जाउचु हमर अवस्था केंती ए माने बाहरीले सत कथा लास्ट को दुई लोक आका काहे कि एमान को जीवन रे प्रभु संतुष्ट नथिले तेनु से माने प्रांतर रे मले ए समस्त विषय जे तुमाने अज्ञात थाओ एहा मोहर इच्छा नुहे করন্তীয় মণ্ডলীকে লেখুଛନ୍ତି তুমি মণ্ডলীরে পলাই আসলো আত্মিক দান বরদান পাইছ গর্ব করুছ এই দান পাইছি বলি কিন্তু মূল কথা কোন তুম জীবନରେ প্রভু সন্তুষ্ট নাহান্তি যদি প্রভু সন্তুষ্ট নথিবে প্রান্তরে তুমি মরিব এমানে কোন কোন কলে কাইকি সন্তুষ্ট নথিলে পাঁচটা বিষয় আমি টিকে দেখবা শীঘ্র শীঘ্র পড়িবা আপনারা দেখিবে 7 পদ প্রথম করন্তীয় 10 পর্ব 7 পদ যেপরি সেମାନଙ୍କ ମଧ୍ୟରେ କେତେକ ପ୍ରତିମା ପୂଜକ ହେଲେ কোন ହେଲେ ପ୍ରତିମା ପୂଜକ ହେଲେ ବାହାରିଲେ କୋଠରୁ କିଏ ବାହାର କରି ଆଣିଲେ ସଦାପ୍ରଭୁ ବାହାର କରି ଆଣିଲେ ବନ୍ଧନରୁ ବାହାର କରି ଆଣିଲେ ଏମାନଙ୍କ କ୍ରନ୍ଦନ ଶୁଣି ବାହାର କରି ଆଣିଲେ ଆସିଲା ପରେ କ'ଣ କଲେ ମଶା ଖାଲି 40 ଦିନ ଯାଇଛନ୍ତି ସାଙ୍ଗେ ସାଙ୍ଗେ ଆରମ୍ଭ କରିଦେଲେ ପ୍ରତିମା ପୂଜା କିଏ ମାପରୁ ବାଚି ମାପରୁ प्रिय माने ए जो गो माता बोलुछंती एटा कॉपी पेस्ट एटा कुटर माता एटा मिसर रोटा एटा से माने सूर्य देवता से मान करो ए भूमि देवता से मान करो नदी देवता से मान करो मिस्री मान करो एटा ए माने कोन करिसंती प्रतिमा पूजा कोन केमती प्रतिमा कोले आइला बेले छांचो गोड़ धरि आसीछंती छांचो के माने मिश्रित जनता ए सुना बाना आनले कौन बोली कहले
ମଶା ଡକରା ମରିଗଲା କାହିଁକି ଆଇବ ନାଇଁନି କଣ କରିବା ଆମକୁ କଢାଇ ନେବା ପାଇଁ ମାପରୁ ଗୋଟେ ବନାଇବା କାହାକୁ ବନାଇବା ବାଚି ବନାଇବା ବନାଇଲେ ପ୍ରିୟ ମାନେ ସୃଷ୍ଟିକର୍ତ୍ତା ପ୍ରଭୁ ନା ସୃଷ୍ଟ ବସ୍ତୁ ପ୍ରଭୁ ସୂର୍ଯ୍ୟ ପ୍ରଭୁ ନା ଯେ ସୂର୍ଯ୍ୟକୁ ନିର୍ମାଣ କରିଛନ୍ତି ସେ ପ୍ରଭୁ ଗଛ ପ୍ରଭୁ ନା ଯେ ଗଛକୁ ନିର୍ମାଣ କରିଛନ୍ତି ସେ ପ୍ରଭୁ ପଶୁ ପ୍ରଭୁ ନା ଯେ ପଶୁକୁ ନିର୍ମାଣ କରିଛନ୍ତି ସେ ପ୍ରଭୁ ମନୁଷ୍ୟ ପ୍ରଭୁ ନା ଯେ ମନୁଷ୍ୟକୁ ନିର୍ମାଣ କରିଛନ୍ତି ସେ ପ୍ରଭୁ ଏଇଟା ମୁଁ ଖାଲି ପଚାରିବା ପାଇଁ ଚାହେଁ କିଏ ପ୍ରଭୁ ଏମାନେ କଣ କଲେ ପ୍ରତିମା ପୂଜା କଲେ କଣ ଲେଖା ପଢନ୍ତୁ ସେମାନଙ୍କ ମଧ୍ୟରେ କେତେକ ପ୍ରତିମା ପୂଜକ ହୋଇ ହେଲେ ସେପରି ତୁମାନେ ପ୍ରତିମା ପୂଜକ ହୁଅ ନାହିଁ ଯେପରି ଲେଖା ଅଛି ଲୋକମାନେ ଭୋଜନ ପାନ କରିବାକୁ ବସିଲେ ଉଠିଲେ କଣ କଲେ ପ୍ରତିମା ପୂଜା କଲେ ଭୋଜନ ପାନ କଲେ ଆଉ ନୃତ୍ୟ କଲେ ଆଜିକାଲି ମୁଁ ଗୋଟେ ବିଷୟ ଦେଖୁଛି ଯୋଉଠି ଯୋଉଠି ଆମର ମୂର୍ତ୍ତି ପୂଜା ହଉଛି କି ନାହିଁ ଯୋଉଠି ଯୋଉଠି କୌଣସି ମୂର୍ତ୍ତି ପୂଜା ହେବ ଶେଷ ଦିନ ଭୋଜି ବନାଉଛନ୍ତି ଭାତ ଶାଗ ରାନ୍ଧି ଲୋକ ଖାଇବାକୁ ଦଉଛନ୍ତି ଏଟା ନଥିଲା ମୁଁ ପଚାରିଲା କଣ ନାଇଁ ଅନ୍ନ ପ୍ରସାଦ ଏବେ ନୂଆ ନା ଗୋଟେ ଭାତ ଡାଲି ଆରେ ପନିର କି ଛତୁ କି ତରକାରୀ ଗୋଟେ ଭଲଟା ବନେଇଦେବେ ପରେ ପଚାରିଲି ଅସଲ କଥା এটা କାହିଁକି ବନାଉଛ ବୋଲା ସେ ଲୋକ କହିଲା ନାଇଁ ଆଜ୍ଞା ବିସର୍ଜନ ବେଳେ ଲୋକ ଜମା ହଉନାହାନ୍ତି ସେଟା ପାଇଁ କଣ କରୁଛୁ ସବୁକେ ଜମା କରି ଭାତ ମାଉସ ଖୁଆଉଛୁ ଯେମିତି ବିସର୍ଜନ କଲା ବେଳେ ନାଚବା ପାଇଁ ଆଉ ଢେମସା ଧରବାକୁ ଲୋକ ମିଳିବେ ବାସ ସେତିକି ଆଜ୍ଞା ଆଉ କିଛି ନାହିଁ ଜାଣି ସାରିଲେଣି ଲୋକମାନେ ଯେତେବେଳେ ଲୋକ ଶିକ୍ଷିତ ହବ ସେ ସତ୍ୟ ପରମେଶ୍ୱରକୁ ପୂଜା କରିବ ମୋର ପ୍ରିୟ ଭାଇ ଭଉଣୀ ମାନେ ମୁଁ ପୁଣି କହିବା ପାଇଁ ଚାହେଁ ମୋ ଧର୍ମ ବିରୋଧୀ ନୁହେଁ ମୁଁ ବିସ୍ଫୋରଣକୁ ମାନେ ଈଶ୍ୱର ହେଇଥିବା ଦରକାର ସୃଷ୍ଟ ବସ୍ତୁ ଈଶ୍ୱର ହେଇନପାରେ ସୃଷ୍ଟିକର୍ତ୍ତା ହିଁ ଈଶ୍ୱର ଅଟନ୍ତି ଏମାନେ କଣ କଲେ ସୃଷ୍ଟିକର୍ତ୍ତାଙ୍କ ପରିବର୍ତ୍ତେ ଏମାନେ ପ୍ରତିମା ପୂଜା କଲେ ଏଟା ପ୍ରଥମ ଭୁଲ କାମ ସେମାନେ କଲେ ତାପରେ କଣ ଲେଖା ଅଛି 8 ପଦ ଯେପରି ସେମାନଙ୍କ ମଧ୍ୟରେ କେତେକ ବ୍ୟଭିଚାର କରି କଣ କଲେ ଖାଇଲେ ପିଇଲେ ନାଚଲେ ପରେ ବ୍ୟଭିଚାର କରିବେ ଆରେ ଯୋଉଠି ନାଟ ଡେମସା ହେବ ସେଠି କଣ ହେବ ଏମାନେ କଣ କଲେ ବ୍ୟଭିଚାର କରି ଏକ ଦିନରେ 23,000 ମଲେ এটা দ্বিতীয় পাপ কাম কলে প্রথমে কোন কলে প্রতিমা পূজা বলে আমার পাই কোন আমার পাই প্রতিমা পূজা বলে রান্দা বাড়া করে খাইবাটা বাইবেল কোন কইছি উদর সেমানকৰ দেবতা উদর হিন্দীরে কোন বলি কইবে पहले पेट पूजा फिर काम पूजा पेट पूजा जो लोग खाली पेट पाई खाली रांदा बाड़ा कर खाऊची से प्रतिमा पूजा करछि कारण तार महाप्रभु के पेटो कोई भाषा रे बांडी बोली कहबे कौन बांडी पेणका की पेणका देवता बोले पेणका की पेणका बांडी पेणका पेट महाप्रभु ए पेट महाप्रभु के पूजा एटा पेट आमर कोरापुट भाषा कौन बोली कहबे पेट को कौन बोली कहबे तब कहबे मुया कहबी एटा को गु पेट बोलबे की पेट बोली कहबे एटा को गु पेट जेत की पुराइले मिसा सकाले कौन हबो भाभी तो सकाले कौन हबो केत बस्ता चाउल खाइची ये वाला दिसुची भितेक केत बस्ता चाउल केते मेंढा केते छेली केते कुकुड़ा केते अंडा केते कुंडा आलू बस्ता डाली कलत कहले न सरे ए सब खाई खसरी गला एडिकी टाका अछि लेपड़ा पेटा एडिकी टाका अछि केत बस्ता खाइला बे चाना नहीं जदि खाली खाइबा पीबा पाई बंचु भाई भौणी मान सुनो सकाले उठबे प्रार्थना नहीं बाट नहीं सकाल से कोन काइटा रांधबार बे हेले आगे प्रार्थना करो पचे रांधबाटा उठ काइटा रांधबार बे हेले नानी काइटा रांधबो पर ऊपर कौन कहते राति के काइटा रांधबार बे हेले सोइला बेले कौन कहते सकाल के काइटा स्वामी माने बाहर जाइथिबे प्रथम फोन कॉल करबे 12 बेले पूरा हइलो
କ'ଣ ରାନ୍ଧିଛୁ? ଯଦି ଚାରୁ କି ଡାଲି କି କରିଥିବ ବୋଲେ ସେମାନେ ଖାଇ ଭାରି ଆସିବେ। ସେଟା ଏବେ ପଚାରୁଛନ୍ତି। ଝିଅମାନେ ମୋତେ କଲେଜରେ ଆସିବା ପୂର୍ବରୁ ମାମି କ'ଣଟା ରାନ୍ଧିଛୁ ଗୋ? ଏଠୁ ଆଲୁ ବାଇଗଣ। ତତେ ଆର କିଛି ମିଳୁନାହିଁ, ଆଲୁ ବାଇଗଣ ଆଲୁ ବାଇଗଣ। ଏ ପୁଅମାନଙ୍କୁ ପଚାର ଆସୁ କିସ ରାନ୍ଧିଛୁ ଗୋ? ଏଠି ବାବୁ ଭାଜି ଶାଗ ଆହୁରି ବିନ୍ସ ଆହୁରି ଆଲୁ ଭଜା କରିଛି ଆହୁରି ବାଇଗଣ ଚଟଣି ତକେ କିଛି ମିଳିଲା ନାହିଁ ଗୋ ତକେ। এটা মানে গাই মানে খাইবে গো, এই ঘাস মানে গাই খাইবা, মনুষ্য খাইবাটা চারনার কমানি নাই। এটা মানে এই কাপু মুন্ডা মানে যায় চারনার কমাই নানতি, বারনার ফুটানি আগে আগে কমাই আনো, পরে বাপা মা খাইবাকে দেবে তোমাকে। খালি খাইবা চিন্তা তো আরে মিটিংরে বি খাইবা চিন্তা। আপনারা যাଆନ୍ତୁ ଟାଉନରେ। ଏବେ ତମେ ବରିଗୁମା ବାଟେ ଆଇଲୁ କି ନାହିଁ, ପୁରା ଛାଣୁଛନ୍ତି ଗାଦା ଲୋକ ଭୁକେ ଶୋଇଲା ପରା, ଭୁକେ ଶୋଇଲା ପରା ଦୋକାନ ମଣ୍ଡି ଭର୍ତ୍ତି ହେଉଛନ୍ତି। ସକାଳ ଜଳଖିଆ ଦୋକାନରେ ଯାଆନ୍ତୁ, ସକାଳ ଯାଆନ୍ତୁ, ସକାଳ 7ଟା ଅଧେ ବେଲେ ଥାଲି ଧରି ଠିଆ ହେଇଥିବେ। ଆଉ ସେ ହୋଟେଲ ଦୂରକୁ ଯିବେ କି ସେ ପାଖା ଇଲି ଦୁଇଟା ଦେବେ ନା, ପୁରୀ ପକା ତ ଗରମ ପୁରୀ ଦୁଇଟା ଦେ, ଆଉ ଉଲି ଦୋସା ପକା ଗୋଟେ, ଆଉ ସେ କିଛି ପକାଇଛୁ ସେଟା ଗୋଟେ ଦେ, ଖାଲି ଖା ରେ ଖା। ମାନେ ଆମ ଦେଶରେ ନ ଖାଇ ମରବା ଲୋକ ଅପେକ୍ଷା ଖାଇକରି ମରବା ଲୋକ ସଂଖ୍ୟା ବେଶୀ। ଆମର ଗାଁ ମାନଙ୍କର ସାନ ମେଡିକାଲ, କାହିଁକି ଆମେ ସାଟାପାଟା ଖାଉଛୁ, ଆମକେ ସାଟାପାଟା ବେମାର ହେବ। ଏ ଚୋରାମୂଲା ନାରୀଗାର ଗୋଟେ ବଡ଼ ହସ୍ପିଟାଲ ଅଛି କି ସାଟାପାଟା PSC, କାହିଁକି ସାଟାପାଟା ଖାଇବୁ, ସାଟାପାଟା ବେମାର। କିନ୍ତୁ ଭୁବନେଶ୍ୱରରେ, ହାଇଦ୍ରାବାଦରେ, ଦିଲ୍ଲୀରେ, ବମ୍ବେରେ ବଡ଼ ବଡ଼ ହସ୍ପିଟାଲ, ଯେନ୍ ଭଲ ଭଲ ଖାଇବେ ତାଙ୍କୁ ଭଲ ଭଲ ବେମାର। ଆମେ ସାଟାପାଟା ଖାଇବୁ, ଆମକେ ସାଟାପାଟା ବେମାର। ଆମେ ମରି ହାଜିଗଲେ ବି କାହାକେ ଲେନା ଦେନା ନାହିଁ, ସତ ନା ନାହିଁ? ମାନେ ଏତେ ବଡ଼ ବଡ଼ ମେଡିକାଲ ବନେଇଛନ୍ତି କିଛି ନାହିଁ ସେମାନେ ଭଲରେ ଥିବା ପାଇଁ। ଦେଖ ଏଇଠୁ ହର ବର କରି ଭର୍ତ୍ତି କରି 108 ଗାଡ଼ିରେ ଜୟପୁର ନେବ କି ନାହିଁ, ଉତ୍ତରାଇ କରି ଭିତରେ ନେଉନୁ ନାଇଁ କୋରାପୁଟରେ ସେ ଉତ୍ତରାଇ ଲୋକ ଆରି ଭୟ କରି ଆଣିକରି ଆରି ଆମ୍ବୁଲାନ୍ସ ହେଲା ଦେବେ, ସେଠି ନେଉନୁ ନାଇଁ ନାଇଁ ଇତି ହେବ ନାଇଁ ବ୍ରହ୍ମପୁର ନୁହଁ, ସେ ଲୋକ ହଲ କପାରେ ମରିଯିବ। ସେ ଲୋକ ଏନେ ହେଲା ତେନେ ହେମଲା କରି ମାନେ 10 ବର୍ଷ ଲାଗ ପାଠ ପଢି କାମ କଲଣି, ଖାଲି ରେଫର କରିବା ପାଇଁ ଏକା କିଛି ରେଫର करवा गुमुस्ता को रखतु कि नहीं, डॉक्टर के कहीं रखबार अच्छे हमें भाई पड़ी माने कार्डिजेशन काके दौरान कौन आज परिस्थिति देखु एमती परिस्थिति खाली खाइबा पीवा बंची आम भाई देखिए घरे झगड़ा हो कहीं लोग कहे आमर घरे ना कि आज्ञा 5 प्रकार तरकारी नहेले टोटरी बाट उतरब ना, 5 प्रकार नहीं 20 प्रकार खाइले मेरा सकाले जीवाक पड़ब कि नहीं पड़ब। जदि कहे ना आमर बुआरी देसी चिकेन करी 2 दिन थावता भल कर रांधि 2 दिन रख तोर पाखे के बसी पारब से चिमनी बाट धुआ बाहर मुड खराब हो प्रिय भाई भणी माने कि अवस्था एटा बाया प्रतिमा पूजा माने कौन जो माने खाली खाइबा बंचुंट। प्रतिमा पूजा माने कौन लोभ, लोभ को प्रतिमा पूजा कह जाए। आमर देश तो गोटे महाप्रभु मिशा अच्छे डाबू महाप्रभु डाबू देव से थे जड़े भौणी मुंडा रुंढा पाई जन को जाए कहे होइल नानी केमती लो एत ग्रुप ऋण हो गला पैसा पत्र केमती हे देलो लक्ष्मी पूजा कर, लक्ष्मी कर पूजा कले ओके ए बेटी सरीगला एटा सरले सरीगला है से बेटी सरीगला कि नहीं ए बेटा सरले सरी देवी से कौन कहूँ मुंडा को ऋण ढापाई से कहूँ केमती कर नानी लक्ष्मी पूजा कर लो, लक्ष्मी पूजा कर तो हेबो है नानी लक्ष्मी कोठी मिलबे हाटे मिलबो लो हाटे मिलबो से हाटे जाई लक्ष्मी फोटो गुड़ा आनी मागुची एगो माँ लक्ष्मी डाबू देगो मुंडा को रुंढा पाई ग्रुप डाबू देवा अच्छी माँ हमको डाबू देवा देगो माँ दे दे तापरे से आज 2 लोग काता होचंती नाई लो दियत नाई कौन है बोला गोटे मास्टर नहीं गोटे तो तो कहबी ना दीदी तुरी साहेब कौन है कह हेटी ए कहला ऋण भर्ती तो कौन कर बोला लक्ष्मी पूजा कर बोला हाटू लक्ष्मी के घिनी आनी पूजा करुच्ची किसी देऊ नहांती से होइलो बाइडी तु तो ताके डाबू दे घिनी आनीचु
তোকে 20 ডাবু সে দেব। হ্যাঁ, লক্ষ্মীকে তুই ডাবু দিয়ে ঘেনি আনিছু, সে লক্ষ্মী তোকে লক্ষ্মী দেব। এটাকে কইবে বুদ্ধি নলা আলা ডালে মূলে ফলে বলবে। চলবা আଗରୁ ଟିକେ ବୁଦ୍ଧିମାନ ସହିତ ଚଳନ୍ତୁ, ଏଇଟା ମୁଁ କହିବା ପାଇଁ ଚାହେଁ। ପ୍ରିୟ ଭାଇ ଭଉଣୀ ମାନେ, ଆପଣମାନେ କେମିତି ଚଳିବେ, ଟିକେ ବୁଦ୍ଧିର ସହିତ ଚଳିବା ପାଇଁ ଯତ୍ନବାନ ହୁଅନ୍ତୁ। ପ୍ରଭୁ ଆପଣମାନଙ୍କୁ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରିବେ। ମୁଁ କହୁଥିଲି ଆପଣମାନଙ୍କୁ ମୋର ସେ ବହିଟା ଅଛି, ସେ ବହିଟା ଗୋଟେ କିଣିକି ନେବେ ଆପଣମାନେ, ଗଲାବେଳକୁ ଦୟାକରି ନେବେ। ଏଠି ଗୋଟେ ଅଧ୍ୟାୟ ଅଛି ଋଣମୁକ୍ତ ପରିବାର, କେମିତି ଋଣରୁ ମୁକ୍ତ ହେବେ। 10ଟା ସଲିଡ୍ ଟିଚିଂ ବାଇବଲରୁ ମୁଁ ରଖିଛି। ସେ 10টাକୁ ଯଦି ଭଲ କରି 10 ଥର ପୁରା ପଢ଼ବ ଆଉ ତାକୁ ଫଲୋ କରିବ, ଆପଣ ସହଜରେ ଋଣ ମୁକ୍ତ ହେଇପାରିବେ। ତ ଧନ ପ୍ରେମ ମଧ୍ୟ ପ୍ରତିମା ପୂଜା ଅଟେ, ଆଉ ଅବାଧ୍ୟତା ବି ପ୍ରତିମା ପୂଜା ଅଟେ। ତ କାହିଁକି ଯାଇ ହେବ ନା, ପ୍ରଥମ ବିଷୟ ଏମାନେ ପ୍ରତିମା ପୂଜକ ହେଲେ, ଦ୍ୱିତୀୟରେ କ'ଣ କଲେ, ବ୍ୟଭିଚାରୀ ହେଲେ। ତାପରେ 9 ପଦରେ କ'ଣ ଲେଖା ଅଛି, ଯେପରି ସେମାନଙ୍କ ମଧ୍ୟରେ କେତେକ ପ୍ରଭୁଙ୍କୁ ପରୀକ୍ଷା କରି ସର୍ପ ଦ୍ୱାରା ବିନଷ୍ଟ ହେଲେ। ତୃତୀୟ ବିଷୟ ପରୀକ୍ଷା କଲେ, ପ୍ରଭୁଙ୍କୁ ପରୀକ୍ଷା କଲେ। এটা তৃতীয় বিষয়, প্রান্তরে মরিবাটা। প্রভু দেবে কি, প্রভু খাদ্য দেবে কি, প্রভু মাংস দেবে কি, প্রভু এটা করে পারবে কি, যদি প্রভু হলে করে পারবে কি, পরীক্ষা নাই। বিশ্বাস করন্তু, বিশ্বাস করন্তু মোর প্রিয় ভাই বোন। বিশ্বাস কোন করে মরিবা পাই বি প্রস্তুত থাকে। সে কହୁଥିଲେ সদরক মেশক অবেদনা কোন বলি কହୁଛନ୍ତି, প্রভু আমাকে রক্ষা করন্তু কি ন করন্তু, ସେମାନେ প্রভু অটନ୍ତି। ଆମେ କାହାକୁ ଭୟ କରିବାର ଅଛି, যে ଆମର ଶରୀର ଆତ୍ମା ଉଭୟକୁ ନରକରେ ନିକ୍ଷେପ କରିବେ, ତାଙ୍କୁ ଆଗ ଭୟ କରିବାର, କାହାକୁ ଭୟ କରିବାର ନାହିଁ। ତେଣୁ ବାକ୍ୟ ଶୁଣିବା ସମୟରେ ପ୍ରିୟ ଭାଇ ଭଉଣୀ ସମାପ୍ତ କରିବା ପାଇଁ ଚାହେଁ। ଯେହେତୁ ବର୍ଷା ସକାଶେ ଆମେ ବିଳମ୍ବରେ ଯାଉଛୁ, ନହେଲେ ଆମେ ଚିନ୍ତା କରୁଥିଲୁ 10ଟା ଭିତରେ ସାରିଦେବା ବୋଲି, ନାଇଁ କି? ବର୍ଷା ଥିବା ସକାଶେ ଟିକେ ବିଳମ୍ବ ହେଇଯାଇଛି। ଆମେ ପରମିଶନ ଟାଇମରୁ ଟିକେ ଆଗକୁ ଯାଉଛୁ, କିନ୍ତୁ ଆମର ପ୍ରଶାସନ ସେମାନେ ବି ବୁଝିବେ ଯେ ମାନେ ବର୍ଷା ପାଇଁ ଡେରି ହେଲା ବୋଲି କରି। ତ ମୁଁ ଆପଣମାନଙ୍କୁ କହିବା ପାଇଁ ଚାହେଁ ପ୍ରିୟ ଭାଇ ଭଉଣୀ ମାନେ, ମନ୍ଦ ବିଷୟର ଅଭିଳାଷୀ ହେଲେ, ଏମାନେ କ'ଣ କରିଛନ୍ତି, ପ୍ରତିମା ପୂଜକ ହେଲେ, ବ୍ୟଭିଚାର କଲେ, ପ୍ରଭୁଙ୍କୁ ପରୀକ୍ଷା କଲେ। କ'ଣ କରୁଛନ୍ତି, ଆମେ ପ୍ରଥମ ବିଷୟ ଦେଖୁଥିଲୁ ଏଇଟା। ଏମାନେ କ'ଣ କଲେ, ମନ୍ଦ ବିଷୟର ଅଭିଳାଷୀ ହେଲେ, ଭଲ ବିଷୟ ଏମାନଙ୍କ ଅଭିଳାଷ ନଥିଲା। ଦ୍ୱିତୀୟ ବିଷୟ କ'ଣ, ପ୍ରତିମା ପୂଜକ ହେଲେ। ତୃତୀୟ ବିଷୟ କ'ଣ କଲେ, ବ୍ୟଭିଚାରୀ ହେଲେ। ଚତୁର୍ଥ ବିଷୟ, ପ୍ରଭୁଙ୍କୁ ପରୀକ୍ଷା କଲେ। ଆଉ ଶେଷ ବିଷୟ 10 ପଦ, ଯେପରି ସେମାନଙ୍କ ମଧ୍ୟରେ କେତେକ ଲୋକ ବଚସା କରି ସଂହାରକ ଦ୍ୱାରା ବିନଷ୍ଟ ହେଲେ। କ'ଣ କଲେ, ଏମାନେ ବଚସା କଲେ। କାହାର ବଚସା କଲେ, ପ୍ରଭୁଙ୍କର ବଚସା କଲେ। ପ୍ରଭୁଙ୍କ ବିରୁଦ୍ଧରେ କହିବାକୁ ଆରମ୍ଭ କଲେ। ଯୋଉ ପ୍ରଭୁ ତମକୁ ଦୁଗ୍ଧମଧୁ ପ୍ରବାହିତ ଦେଶକୁ ନେବା ପାଇଁ ଯାଉଛନ୍ତି, ସେ ପ୍ରଭୁଙ୍କ ବିରୁଦ୍ଧରେ ତମେ କଥା ହେବ। ତମକୁ ଦାସତ୍ୱରୁ ବାହାର କରି ରାସ୍ତା ସାରା ଯତ୍ନ ନେଇ ଯାଉଛନ୍ତି। ଅନେକ ଖ୍ରୀଷ୍ଟିଆନ ଦେଖିବେ, ସେମାନଙ୍କ ଜୀବନରେ ପ୍ରଭୁ ଯେତିକି ଆଶୀର୍ବାଦ କଲେ ମଧ୍ୟ ଜୀବନ ସାରା ଖାଲି ଗୁଣ 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 ମୁରମୁର ପୁଟ ପୁଟ କୁଟକୁଟା ଖାଉଥିବେ। এটা আপনি ঘর, এটা কুটর ঘর। আগে তো কুড়িয়া করেছিল, ঘর করে দিলে কি নাই। এটা আপনি খট, এটা গোটে খট, এটা বাইক কি মো, এটা গোটে বাইক। খালি কমপ্লেন্ট আকা, খালি কমপ্লেন্ট। ତାଙ୍କୁ ମରି ମରି ଯତ୍ନ ନେବି କମ୍ପ୍ଲେଣ୍ଟ। ଠିକ ସେମିତି ପ୍ରଭୁଙ୍କ ବିରୁଦ୍ଧରେ ମଧ୍ୟ ବଚସା ଆକା କଲେ, ବଚସା ମରମରିଂ କଲେ। ଏଇ 5ଟା ବିଷୟ କଲେ ସେମାନେ। ଆପଣ 11 ପଦ 12 ପଦ ପଢି ଦିଅନ୍ତୁ। এই সমস্ত দৃষ্টান্ত স্বরূপে, এটা কোন দৃষ্টান্ত এটা? হ্যাঁ, ଏ 5ଟା ବିଷୟ ଦୃଷ୍ଟାନ୍ତ କାହିଁକି? ଏଇ ଲୋକମାନେ, କେତେ ଲୋକ? 6 ଲକ୍ଷ ପୁରୁଷ ଆଉ ସ୍ତ୍ରୀ ଆଉ ପିଲାମାନଙ୍କ ମଧ୍ୟରେ ଏ 6 ଲକ୍ଷ ପୁରୁଷ କାହିଁକି ଯାଇପାରିଲେ ନାହିଁ? 2 ଲୋକ କାହିଁକି ହେଲେ? ଏ 5ଟା ଭୁଲ କଲେ। କ'ଣ କଲେ ଏମାନେ? ମନ୍ଦ ବିଷୟର ଅଭିଳାଷ। ଯଦି ଆପଣଙ୍କର ମନ୍ଦ ବିଷୟର ଅଭିଳାଷ ଅଛି, ମା ମାନେ, ଝୁମରି ମା ମାନେ, ଭାବନେ ମୋ ଆଖି ଦିଶେ ନାହିଁ ବୋଲି ଏ ଚଷମା ନାଇକି ସର୍ଦା ପାଇଁ ପିନ୍ଧୁଛି, ହେଲା, ଭାବନେ ଆଖି ଦିଶେ ନାହିଁ ପାଇଁ ପିନ୍ଧୁଛି ବୋଲି କରି ସେ ଲାଷ୍ଟରେ ବସବା ଲୋକର ଆଖି ମିଶା ମକା ଦୁଶୁଛି, ଆଖି ଲିମିଛନ୍ତି କି ନାଇଁ ଦୁଶୁଛି, ଦାନ୍ତ ମାନେ ମିଶା ତ ଦେଖିପାରୁଛି, ଲିଆ ପରା ଦାନ୍ତ ମାନେ ସବୁ ଦେଖିପାରେ। ମୁଁ ଆପଣମାନେ କହିବା ପାଇଁ ସାରିଦେବି। ମୁଇଁ ଠିଆ ହେଇ 2-2ଟା ମେସେଜ ଦଉଛି, ଆଟା ଦୁକା ହାତ ଗୋଡ଼ ଦୁକା, ତମେ ବସିକରି ଆପଡ଼ି ଦେଲେ ମୁଇଁ କେମିତି କରବା? ମୋର ପ୍ରିୟ ଭାଇ ଭଉଣୀ ମାନେ, ଏମାନେ କ'ଣ କଲେ? ଏ ସମସ୍ତ ଦୃଷ୍ଟାନ୍ତ ସ୍ୱରୂପ ସମସ୍ତଙ୍କ ପ୍ରତି ଘଟିଲା।
ଆଉ ଯେଉଁମାନଙ୍କ ସମୟରେ ଯୁଗାନ୍ତକାଳ ଉପସ୍ଥିତ ହୋଇଅଛି ଏପରି ଯେ ଆମ୍ଭମାନଙ୍କ ଚେତନା ନିମନ୍ତେ ସବୁ ଲେଖାଯାଇଅଛି। କ'ଣ ପାଇଁ? ଚେତନା ପାଇଁ। ଏମାନେ ଯାଇପାରିଲେ ନାହିଁ, ଯଦି ତୁମେ ବି ସେମିତି ଜୀବନ କାଟିବ ତୁମେ ବି ଯାଇପାରିବ ନାହିଁ ବୋଲିବାଟା, এইটা মূল কথা। ସେମାନେ ଯାଇପାରିଲେ ନାହିଁ। କାହିଁକି ଯାଇପାରିଲେ ନାହିଁ? ଏ 5ଟା ବିଷୟ ପାଇଁ ଯାଇପାରିଲେ ନାହିଁ। ତ ସେ 5ଟା ବିଷୟ ଆପଣ ବି କରିବେ, ଆପଣ ବି ଯାଇପାରିବେ ନାହିଁ। ଦୃଷ୍ଟାନ୍ତ ପାଇଁ ଲେଖା ହେଇଛି, ଏଇଟା ଆମର ଚେତନା ପାଇଁ ଲେଖା ହେଇଛି। ଏଇଟା 12 ପଦ। ଏଣୁ ଯେ ଆପଣ ସ୍ଥିର ବୋଲି ମନେ କରେ, ଏଣୁ ଯେ ଆପଣଙ୍କୁ ସ୍ଥିର ବୋଲି ମନେ କରେ ସେ ଯେପରି ପତିତ ନ ହୁଏ, ଯେ ଆପଣଙ୍କୁ ସ୍ଥିର ବୋଲି ମନେ କରେ ସେ ଯେପରି ପତିତ ନ ହୁଏ, ଏଥି ନିମନ୍ତେ ସାବଧାନ ହଉ। କ'ଣ ହଉ? ଏଥିପାଇଁ ସାବଧାନ ହଉ। ମୁଁ ସ୍ଥିର ଅଛି, ମୁଁ ଠିକ ଅଛି, ଆଇ ଏମ୍ ଅଲ୍ ରାଇଟ୍, ଏଟା ଭାବ ନାହିଁ। ସ୍ଥିର ବୋଲି ଭାବନ୍ତୁ ନାହିଁ। ଚିନ୍ତା କରନ୍ତୁ ଜୀବନ କେମିତି ଅଛି, ଆପଣଙ୍କ ସ୍ୱଭାବ କେମିତି ଅଛି, ଆପଣଙ୍କ ଚାଲିଚଳନ କେମିତି ଅଛି, ଆପଣଙ୍କ ଜୀବନରେ ପ୍ରଭୁ ସନ୍ତୁଷ୍ଟ କି? ଯଦି ସନ୍ତୁଷ୍ଟ ନାହାନ୍ତି ଏବେ ଜୀବନକୁ ସଜାଡ଼ି ପାରିବେ। ମୋର ପ୍ରିୟ ଭାଇ ଭଉଣୀ ମାନେ, ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରନ୍ତୁ। ବାଇବେଲ କେତେଟା ପଦ ଆମକୁ ବହୁତ ଚେତାବନୀ ଦିଏ। ଗୋଟେ ପଦ ଦେଖନ୍ତୁ, ମସ୍ତ ଖୋଲନ୍ତୁ ଆପଣ ମାନେ। ଏଭଳି ତାର 3 ପର୍ବ, ଏଭଳି 3 ପର୍ବ ତାର 11 ପଦ। ଏଣୁ ଆମ୍ଭେ ଆପଣା କ୍ରୋଧରେ ଶପଥ କଲୁ, ସେମାନେ ଆମ୍ଭର ବିଶ୍ରାମରେ ପ୍ରବେଶ କରିବେ ନାହିଁ। ଦେଖନ୍ତୁ, ସେମାନେ ଆମ୍ଭ ବିଶ୍ରାମରେ ପ୍ରବେଶ କରିବେ ନାହିଁ। 18 ପଦ। ଯେଉଁମାନେ ଅବାଧ୍ୟ ହୋଇଥିଲେ ସେମାନଙ୍କ ବିନା ଆଉ କେଉଁମାନଙ୍କ ବିରୁଦ୍ଧରେ ସେ ଶପଥ କରିଥିଲେ ଯେ ସେମାନେ ତାହାଙ୍କ ବିଶ୍ରାମରେ ପ୍ରବେଶ କରିବେ ନାହିଁ। 4 ପର୍ବ 1 ପଦ। ଅତଏବ ଆସ ଆମ୍ଭେମାନେ ଭୟ କରୁ, କାଳେ ତାହାଙ୍କ ବିଶ୍ରାମରେ ପ୍ରବେଶ କରିବାର ପ୍ରତିଜ୍ଞା ଥିବା ସ୍ଥଳେ ସୁଦ୍ଧା ତୁମମାନଙ୍କ ମଧ୍ୟରୁ କେହି ସେଥିରୁ ବଞ୍ଚିତ ହେଲା ପରି ଦେଖାଯାଏ। ଆମେ ଯୋଉ ବସିଛୁ ଆମେ କେହି ବଞ୍ଚିତ ହେଲା ପରା ଦିଶୁଛୁ। এইটা ଆପଣ ମାନେ ୟୁଟ୍ୟୁବ ଲାଇଭରେ ଅଛି, ପରେ ବି ଶୁଣିପାରିବେ। ଆମମାନଙ୍କ ମଧ୍ୟରେ 3 ଜଣ ଭାଇ ଅଛନ୍ତି, ନିଜର ଖର୍ଚ୍ଚ ଅକ୍ଲାନ୍ତ ପରିଶ୍ରମ କରି ଦୂର ଜାଗାରୁ ଆସିଛନ୍ତି, ଆଉ ସେମାନେ ଆମ ପାଇଁ ଲାଇଭ୍ କରିଛନ୍ତି। ସେମାନଙ୍କ ପାଇଁ ଆମେ ଧନ୍ୟବାଦ ହେବା କଥା ଯେ ଏ 3 ଜଣ ଭାଇ କାଲିରୁ ଏମାନେ ଲାଇଭ୍ କରୁଛନ୍ତି। କ'ଣ ପାଇଁ? ଯେପରି ଆଜିର ମିଟିଂ ସରିଲା ପରେ ମଧ୍ୟ ଅନ୍ୟମାନେ ଶୁଣିପାରିବେ। ଆରେ ମୁଁ ଯୋଉଟା ପ୍ରଚାର କରୁଛି ଲୁକା ଛପା ଆତରି କୋଉଠି ପ୍ରଚାର କରୁନାହିଁ, ଏଠି ପ୍ରଚାର କରୁଛି ଆଉ ୟୁଟ୍ୟୁବରେ ଲାଇଭ୍ ଅଛି, ଲାଇଭରେ ଅଛି। ଏଟା ମୁଁ କାହିଁକି ପ୍ରଚାର କରୁଛି? ବିନା ଭୟରେ, এইଥିପାଇଁ ଯେପରି ଆପଣମାନେ ସତ୍ୟତା ଜାଣିପାରିବେ। ସତ୍ୟତା ସମସ୍ତେ ଜାଣିପାରିବେ। ସମସ୍ତଙ୍କ ପାଇଁ ସୁଯୋଗ ଅଛି। ଆଜି ଜୀବନକୁ ସଜାଡ଼ି ପାରିବା, ପାପରୁ ଫେରି ପାରିବା, ମନ୍ଦତାରୁ ଫେରି ସୁଯୋଗ ଅଛି। ଆମେ ଯେମିତି ଜୀବନ କାଟୁଛୁ ଭାଇ ଭଉଣୀ ମାନେ, ଏ ଅବସ୍ଥାରେ ପୃଥିବୀର କୋଉ ଦେଶରେ ବି ଯାଇ ହେବ, ମଙ୍ଗଳ ଗ୍ରହରେ ଚନ୍ଦ୍ରରେ ବି ଯାଇ ହେବ, ସ୍ୱର୍ଗକୁ ଯାଇ ହେବ ନାହିଁ। ଏମାନଙ୍କୁ ପ୍ରଭୁ ଯତ୍ନ ନେଲେ, ନିଃଶ୍ୱାସ ବାହାର କଲେ, ଏମାନେ ରକ୍ତ ଦ୍ୱାରା ରକ୍ଷା ପ୍ରାପ୍ତ ହେଲେ, ବାପ୍ତିସ୍ମ ନେଲେ, ପ୍ରଭୁ ଭୋଜ ଖାଇଲେ, ତାଙ୍କୁ ପାଳକ କଡ଼େଇ ନେଉଛନ୍ତି, ରାସ୍ତାରେ ପ୍ରଭୁ ଖାଇବାକୁ ଦେଲେ, ପ୍ରଭୁ ଯତ୍ନ ନେଲେ, ହେଲେ ବି ବାଟରେ ମରୁଛନ୍ତି ବୋଲେ। ଅନେକ ଲୋକ କ'ଣ ଭାବୁଛନ୍ତି? ପ୍ରଭୁ ଆମର ଯତ୍ନ ନେଉଛନ୍ତି ମାନେ ଆମେ ଠିକ ଅଛୁ ପାଇଁ ଯତ୍ନ ନେଉଛନ୍ତି। ନାଇଁ ଭାଇ ଭଉଣୀ ମାନେ, ଆମେ ଠିକ ଥିବାର ଯତ୍ନ ନେଉନାହାନ୍ତି, ସେ ଉତ୍ତମ ଥିବାର ଯତ୍ନ ନେଉଛନ୍ତି। ଆମେ ପାପରେ ଥିଲେ ବି ଖାଇବାକୁ ଦେଉଛନ୍ତି। ସେ ଦୁଷ୍ଟ ଉଭୟ ଆଉ ସନ୍ଥ ପାଇଁ ସୂର୍ଯ୍ୟ ଉଦୟ କରାନ୍ତି, ବୃଷ୍ଟି ସମସ୍ତଙ୍କ ପାଇଁ ପଠାନ୍ତି, ପବନ ସମସ୍ତଙ୍କ ପାଇଁ, ସେ ସମସ୍ତଙ୍କ ଯତ୍ନ ନିଅନ୍ତି। ଆଜି ବାକ୍ୟ ଶୁଣିବା ସମୟରେ ଆମେ ସମସ୍ତେ ଯତ୍ନବାନ ହେବା। ପ୍ରତିଜ୍ଞା ତ ଅଛି, କିନ୍ତୁ ପ୍ରବେଶ କଲା ପରେ ଦେଖାଯାଉଛି କି ଆମେ ସମସ୍ତେ ଯତ୍ନବାନ। ଗୋଟେ ପଦ ପଢିବେ, 4 ପର୍ବ ତାର 9, 10, 11। ଏବେ 4 ପର୍ବ 9, 10, 11। ଅତଏବ ଈଶ୍ୱର ଲୋକମାନଙ୍କ ନିମନ୍ତେ ବିଶ୍ରାମ ଭୋଗ କରିବାର ବାକି ଅଛି। କ'ଣ ବାକି ଅଛି? ଏଠି ବିଶ୍ରାମ ନାହିଁ ପାଇ ଭାଇ ଭଉଣୀ ମାନେ, ଗୋଟେ ବିଶ୍ରାମ ଆମ ପାଇଁ ଅଛି, ଆମ ପାଇଁ ବିଶ୍ରାମ ଅଛି। କିନ୍ତୁ ଜଣେ ପ୍ରଭୁଙ୍କୁ ବିଶ୍ୱାସ କରିବେ ନାହିଁ, ଯୁଗେ ଯୁଗେ ଯନ୍ତ୍ରଣା ଭୋଗ କରିବେ। ଏଇଟା ବାଇବେଲ କହୁଛି। ଯନ୍ତ୍ରଣା 2 ଦିନର ନାହିଁ। ଥରେ ଗୋଟେ ଜାଗାରେ ପ୍ରଚାର କରୁଛି, ଜଣେ ମତେ କହୁଛନ୍ତି, ଆଜ୍ଞା ଆପଣ ସବୁବେଳେ ନର୍କ କହୁଛନ୍ତି, ଆଜ୍ଞା କାହିଁ ମୁଁ ଏକଲା ନର୍କ ଯିବି କି? ଆଜ୍ଞା କେତେ ଲୋକ ଯିବେ, ମୁଇଁ ମିଶା ଯିବି କି? ସେଇ ଗଲା ଯେ ବୋଲୁଛି ବୋଲେ କ'ଣ ଖାରା ଛୁଟି?
ଖରା ଛୁଟି ତ 15 ଦିନ ବୁଲି ବାହାରି ଆସିବ ଏ ବୁଆ ନରକ ବୋଲେ ଭେଙ୍କାର କଲ କଚ ଏବା ପାଦ ମିଶା ପାଖା ଜାଗା ନାହିଁ ଆଜି ମୁଁ ଯିବି ନାହିଁ ବାପା ସେଠି ମୁଁ ଯିବି ନା ବୁଝୁଛନ୍ତି କି ନାଇଁ। ଜଣେ ଲୋକ ମଲା ପରେ 2ଟା ଜାଗା ଇଟି ନହେଲେ ସିଟି। ଏବେ ଯତ୍ନମାନ ହେବାର ଅଛି, ସେମାନେ ଯତ୍ନମାନ ହେଲେ ନାହିଁ। ସେଇଥିପାଇଁ ଆମ ପାଇଁ ଚେତନା ଏଇଟା ଅଟେ। ମାଥ୍ୟୁ 25 ପର୍ବ 46 ପଦ ଦେଖିବେ 2ଟା ଜାଗା, ଗୋଟେ ଅନନ୍ତ ଦଣ୍ଡ ଆଉ ଅନନ୍ତ ଜୀବନ। ଏ 2ଟା ଅନନ୍ତ ଦଣ୍ଡ ଆଉ ଅନନ୍ତ ଜୀବନ ବାକି ଅଛି ଆଗକୁ। ଆମ ପାଇଁ ବିଶ୍ରାମ ବାକି ଅଛି, ଆମେ ଯତ୍ନମାନ ହେବା ଦରକାର। ତାପରେ କଣ ଲେଖା ଅଛି 4 ପର୍ବ 11 ପଦରେ, ଏଣୁ ଆସ ଆମେ ମାନେ ସେ ବିଶ୍ରାମରେ ପ୍ରବେଶ କରିବାକୁ ଯତ୍ନ କରୁ, ଯେପରି କୌଣସି ଲୋକ ଅବାଧ୍ୟ ହୋଇ ସେ ଦୃଷ୍ଟାନ୍ତ ଅନୁସାରେ ପତିତ ନ ହୁଏ। ଦୃଷ୍ଟାନ୍ତ ଦିଆଯାଇଛି, ଏ ଦୃଷ୍ଟାନ୍ତ କଣ ପାଇଁ? ଯେପରି ଆମେ ଭୁଲ ନ କରୁ, ଆମେ ସେ ତ୍ରୁଟି ନ କରୁ, ସେଇଥିପାଇଁ ଏ ଦୃଷ୍ଟାନ୍ତ ଦିଆଯାଇଛି। ପ୍ରିୟ ଭାଇ ଭଉଣୀ ମାନେ, ମୁଁ ସମସ୍ତଙ୍କୁ କହିବା ପାଇଁ ଚାହେଁ, ଯେତେବେଳେ ମୁଁ ଏ ପଦ ଗୁଡାକ ପଢିଲି ଗୋଟେ ଭୟ ପ୍ରବେଶ କଲା। ବିଶ୍ରାମରେ ପ୍ରବେଶ କରିବା ପାଇଁ ପ୍ରତିଜ୍ଞା ଅଛି, ସ୍ୱର୍ଗ ସମସ୍ତଙ୍କ ପାଇଁ ଅଛି, ସମସ୍ତେ ସ୍ୱର୍ଗକୁ ଯିବେ ନାହିଁ। ଆପଣଙ୍କୁ ପ୍ରଭୁ ଦୟାକରି ସ୍ୱର୍ଗକୁ ନେବେ ନାହିଁ କି ଆପଣଙ୍କୁ ବାଧ୍ୟ କରି ନରକକୁ ପଠାଇବେ ନାହିଁ। ଆପଣ ଜଗତରେ ଯେମିତି ଜୀବନ କାଟିବେ, ଆପଣଙ୍କ ଜୀବନ ଯେମିତି ଥିବ ସେଇଟା ହିଁ ଆପଣ ଅନନ୍ତ କାଳକୁ ନେଇକି ଯିବ। ଆଜି ଆମେ ବିନା ଡର ଭୟରେ ପାପ କରୁଛୁ, ଆଜି ସୁଯୋଗ ଅଛି, ଆମେ ଯତ୍ନମାନ ହଉ, ଆମେ ଯେମିତି ଆସିଛୁ ସେମିତି ଯିବା ନାହିଁ। ଯଦି ଆମର ଜୀବନରେ ପ୍ରଭୁ ସନ୍ତୁଷ୍ଟ ନାହାନ୍ତି, ସେମାନେ କାହିଁକି ମଲେ ଲେଖାଯାଉଛି ସେମାନଙ୍କ ଜୀବନରେ ପ୍ରଭୁ ସନ୍ତୁଷ୍ଟ ନଥିଲେ। ଯଦି ଆପଣଙ୍କ ଜୀବନରେ ପ୍ରଭୁ ସନ୍ତୁଷ୍ଟ ନାହାନ୍ତି, ଆପଣଙ୍କ ଜୀବନରେ କଣ କଣ ବିଷୟ ଅସନ୍ତୁଷ୍ଟ ତା ପରିତ୍ୟାଗ କରନ୍ତୁ। ଆସନ୍ତୁ ଯେ ସ୍ଥାନ ଠିଆ ହେବା ଆଉ ପ୍ରାର୍ଥନା କରିବା ପାଇଁ ଯିବା। ସମସ୍ତେ ଆପଣ ଆପଣ ସ୍ଥାନ ଠିଆ ହେବା, ଗୋଟେ 10 ମିନିଟ୍ ପ୍ରାର୍ଥନା କରି ଆମେ ଯିବା। 5-10 ମିନିଟ୍ ପ୍ରାର୍ଥନା କରିବା, ତାପରେ ଆପଣ ଆପଣ ଗୃହକୁ ଆମେ ପ୍ରତ୍ୟାବର୍ତ୍ତନ କରିବା। ସମସ୍ତେ ଆପଣ ସ୍ଥାନ ଠିଆ ହେବା ଆଉ ପ୍ରାର୍ଥନା କରିବା ପାଇଁ ଯିବା। ମୋର ପ୍ରିୟ ଭାଇ ଭଉଣୀ ମାନେ, ଆମ ପାଇଁ ଗୋଟେ ସୌଭାଗ୍ୟ, ଆଜି ପ୍ରଭୁ ସୁଯୋଗ ଦେଇଛନ୍ତି, ଆମମାନଙ୍କୁ ଅନୁଗ୍ରହ କରିଛନ୍ତି ଆପଣ ଆପଣ ଜୀବନକୁ ସମୀକ୍ଷା କରିବା ପାଇଁ। ଆସନ୍ତୁ ଚକ୍ଷୁ ବନ୍ଦ କରିବା, ଯେ ଜୀବନକୁ ଆମେ ଦେଖିବା, ପ୍ରଭୁକୁ କହିବା, ପ୍ରଭୁ ମୁଁ ଆପଣଙ୍କ ପାଖକୁ ଆସିଛି, ମତେ ଦୟା କର ପ୍ରଭୁ, ପ୍ରଭୁ ମତେ ଦୟା କର, ପ୍ରଭୁ ମତେ ସାହାଯ୍ୟ କର। ଓ ମୋର ପ୍ରିୟ ଭାଇ ଭଉଣୀ ମାନେ, ସମସ୍ତେ ପ୍ରଭୁଙ୍କ ନିକଟବର୍ତ୍ତୀ ହେବା, କହିବା ପ୍ରଭୁଙ୍କୁ, ପ୍ରଭୁ ମତେ ଦୟା କର, ପ୍ରଭୁ ମତେ ଅନୁଗ୍ରହ କର, ପ୍ରଭୁ ମୋର ଜୀବନ ଠିକ ନାହିଁ, ମୋ ଚରିତ୍ର ଠିକ ନାହିଁ ପ୍ରଭୁ, ମୋର ଚାଲିଚଳନ ଠିକ ନାହିଁ ପ୍ରଭୁ। ଓ ମୋର ଭାଇ ଭଉଣୀ ମାନେ, ଏଇଟା ଆମ ପାଇଁ ସୁଯୋଗ ଅଟେ, ଏ ସୁଯୋଗକୁ ହାତ ଛଡା କରିବା ନାହିଁ, କେହି ମଧ୍ୟ ସୁଯୋଗକୁ ହାତ ଛଡା କରିବା ନାହିଁ। ପ୍ରଭୁଙ୍କ ପାଖକୁ ଯିବା, କହିବା ପ୍ରଭୁଙ୍କୁ, ପ୍ରଭୁ ମୁଁ ଆପଣଙ୍କ ପାଖକୁ ଆସିଛି, ଦୟା କର। ଭାଇମାନେ ଆଜି ଗୋଟେ ନୂଆ ଆରମ୍ଭ କରିପାରିବେ, ଆପଣମାନେ ପୁରୁଣା ଜୀବନକୁ ଛାଡ଼ି ପାରିବେ, ପୁରୁଣା ଅଭ୍ୟାସକୁ ଛାଡ଼ି ପାରିବେ, ପାପକୁ ଛାଡ଼ି ପାରିବେ, ମନ୍ଦତାକୁ ଛାଡ଼ି ପାରିବେ, କୁକର୍ମକୁ ଛାଡ଼ି ପାରିବେ, ଅସାଧୁ ଜୀବନକୁ ପରିତ୍ୟାଗ କରିପାରିବେ। ସେ କୋଉ ଧର୍ମର ହଉ, କୋଉ ଜାତିର ହଉ, ଯାଇ ଆସେ ନାହିଁ। ଯଦି ତାର ସୃଷ୍ଟିକର୍ତ୍ତା ଦୃଷ୍ଟିରେ ସେ ସନ୍ତୁଷ୍ଟକର ଜୀବନ କାଟୁ ନାହିଁ, ତା ଜୀବନରେ ପ୍ରଭୁ ସନ୍ତୁଷ୍ଟ ନୁହନ୍ତି, ସ୍ୱର୍ଗର ସ୍ୱପ୍ନ ସେ ନ ଦେଖୁ। ପ୍ରାର୍ଥନା କରିବା ପାଇଁ ଯିବା, ସମସ୍ତେ ମୁଖ ଖୋଲିବା, ପ୍ରାର୍ଥନା କରିବା ପାଇଁ ଯିବା। ଏଇଟା ଆମର ଜୀବନ ସମର୍ପଣ କରିବାର ସମୟ, ପ୍ରଭୁଙ୍କ ପାଖକୁ ଯିବାର ସମୟ, ପ୍ରଭୁଙ୍କୁ କହିବାର ସମୟ ଯେ ପ୍ରଭୁ ମୁଁ ଆପଣଙ୍କ ପାଖକୁ ଆସୁଛି, ମତେ ଦୟା କର। ପ୍ରାର୍ଥନା କରିବା ସମସ୍ତେ, କେହି ନୀରବ ରହିବା ନାହିଁ। ଆମେ ପ୍ରଭୁଙ୍କ ପାଖକୁ ଯିବା, ପ୍ରଭୁଙ୍କୁ କହିବା, ପ୍ରଭୁ ମୁଁ ଆପଣଙ୍କ ପାଖକୁ ଆସୁଛି। Yes Lord, yes Lord, yes Lord, yes Lord, hallelujah। ସମସ୍ତେ ପ୍ରାର୍ଥନା କରିବା, କେହି ନୀରବ ରହିବା ନାହିଁ, ଜୀବନକୁ ସଜାଡ଼ିବା, ସଚେତନ ହେବା। এই ବାକ୍ୟ ଆମ ଚେତନା ପାଇଁ। ଅନେକ ବାହାରିଲେ ସତ କଥା, କିନ୍ତୁ ପହଞ୍ଚିଲା ବେଳକୁ ପୁରୁଣା ଲୋକ କେବଳ 2 ଲୋକ ଅଛନ୍ତି।